ଛବି କିଭଳି ଭାବରେ ରହିଛି ସାହିତ୍ୟର ସ୍ଥିତି ତାହା ସେ ସମସ୍ତ ବିଷୟରେ ଆପଣ ଆମକୁ ଦିଗଦର୍ଶନ କରେଇବେ ନିଶ୍ଚିନ୍ତ ରୂପେ। ତେବେ ଏଇଠି ଗୋଟେ ସ୍ୱଳ୍ପ ଭାବରେ କହି ରଖୁଛି ଯେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଲକ୍ଷ୍ୟ ହେଉଛି ଯେ ସମଗ୍ର ଯୁବ ସମାଜକୁ ସମଗ୍ର ଭାରତୀୟ ମାନଙ୍କୁ ମାନେ ଉଦ୍ବୁଦ୍ଧ କରେଇବା ସ୍ୱାମୀଜୀଙ୍କର ସେ ଯୋଉ ମହାନ ନୀତି ଏବଂ ଆଦର୍ଶରେ ଏବଂ ଭାରତକୁ ଏକ ବିକଶିତ ବିଶ୍ୱଗୁରୁରେ ପରିଣତ କରିବା ପାଇଁ। ତେବେ ଏବେ ସମୟକୁ ମୁଁ ଅତିବାହିତ ନ କରି ମୁଁ ଏବେ ଆମର ଆଲୋଚକ ମହୋଦୟଙ୍କୁ ଅନୁରୋଧ କରିବି ସେ ନିଜର ଆଲୋଚନାକୁ ଉପସ୍ଥାପନ କରିବେ। ମହାଶୟ, ଆଲୋଚକ ମହାଶୟ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସମସ୍ତ ଆଲୋଚକ, ବୁଦ୍ଧିଜୀବୀ, ସାହିତ୍ୟିକ, ସମାଲୋଚକ ସମସ୍ତଙ୍କୁ ମୋର ମୁଣ୍ଡ ପ୍रणिपात ଜଣାଉଛି। ଯୁବ ସଂସଦ ବିବେକାନନ୍ଦ ଯୋଉ ସୁଯୋଗ ପ୍ରଦାନ କରିଛି, ଏହା ହଉଛି ମୋର ଦ୍ୱିତୀୟ ଆଭାସୀ କାର୍ଯ୍ୟକ୍ରମ ଆଲୋଚନା ଚକ୍ର ଭିତରେ। ଆଜିର ଆଲୋଚନା ଚକ୍ର ହଉଛି ଯେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଧାରା ସମ୍ପର୍କରେ। ନିଶ୍ଚୟ ଭାବେ ଓଡ଼ିଆ ସାହିତ୍ୟ ଜଗତରେ ଯେତେ ଗୁଡ଼ିଏ ସବୁ ବିଭବ ରହିଛି, ଗଳ୍ପ ହଉ, ଉପନ୍ୟାସ ହଉ, ପ୍ରବନ୍ଧ ହଉ, ରମ୍ୟ ରଚନା ହଉ, କବିତା ହଉ, କାବ୍ୟ ହଉ, ଜୀବନୀ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ଏ ସବୁ ବିଭବ ଭିତରେ କବିତାର ବିଭକ୍ତି ହଉଛି ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଭିନ୍ନ ବୋଲିକି ମୁଁ ଗ୍ରହଣ କରେ। କାରଣ କବିତାର ଗଠନ ଶୈଳୀ ହଉଛି ଶବ୍ଦ ଚାତୁରୀ ଆମେ ଯଦି ଦେଖିବା। ତେଣୁ କବିତା ହଉଛି କବିର ଆବେଗମୟ ଅନୁଭୂତି। ଯେତେବେଳେ କବିର ଦେହରେ ଅନୁଭୂତିଟି ଜାଗ୍ରତ ନହବ ସେଇ ପର୍ଯ୍ୟନ୍ତ ଆମେ କବିତାଟିଏ କେବେ ଲେଖିପାରିବା ନାହିଁ। କିନ୍ତୁ ଆମେ ଚାହିଁଲେ ଗୋଟେ ପ୍ରବନ୍ଧ ଲେଖି ଦେଇପାରିବା, 2 ଧାଡିର ଗୋଟେ ଆମେ ଗପ ଲେଖି ଦେଇପାରିବା। କିନ୍ତୁ ଯୋଉଦିନ କବିତ୍ୱ ପ୍ରତିଭା ବା ଭାବନା ଶକ୍ତି ଆମ ଭିତରେ ଜାଗ୍ରତ ହେଇପାରିବ ନାହିଁ, ସ୍ଥିତି ଚେତନା ଆମ ଭିତରେ ଅଙ୍କୁରିତ ହେଇପାରିବ ନାହିଁ, ସେଇ ପର୍ଯ୍ୟନ୍ତ ଆମେ କେବେ ହେଲେ କବିତା ବିଭବଟିକୁ ଆମେ ରଚନା କରିପାରିବା ନାହିଁ। ତେଣୁ କବିତା ଯଦି ଦେଖିବା ଓଡ଼ିଆ ସାହିତ୍ୟର ପ୍ରାଚୀନ କବିତା ବା ଆଦ୍ୟ ରୂପେ ଆମେ ଭେଟୁ ଚର୍ଯ୍ୟା ଗୀତିକାକୁ। ମୁଁ କହିବି ଯେ ପ୍ରତ୍ୟେକ ସାହିତ୍ୟ, ପ୍ରତ୍ୟେକ ଯୁଗର ସାହିତ୍ୟ, ପ୍ରତ୍ୟେକ ଯୁଗର ଗୋଟେ ଗୋଟେ ଧାରାବାହିକ ସାହିତ୍ୟର ଗୋଟେ ଗୋଟେ ଧାରା ପ୍ରତି ଯୁଗରେ ଭିନ୍ନ ଭିନ୍ନ ବା ବଦଳି ବଦଳି ଯାଉଛି। ଯେମିତି ଆମେ ଦେଖୁଛେ ନଈଟି ଯେମିତି ଚିରସ୍ରୋତା, ନଈଟି ଯେତେବେଳେ ବହି ବହି ଯାଉଛି ନିମ୍ନଗାମୀ ହେଇକି ଉର୍ଦ୍ଧ୍ୱରୁ ନିମ୍ନଗାମୀ, ସେତେବେଳେ ତା ଭିତରେ ଯଦି କୌଣସି ପ୍ରତିବନ୍ଧକ ଆସେ ବା ଯଦି ତାପରେ ବାଡ଼ ପକେଇ ଦିଆଯାଏ, ତାହେଲେ ତାର ଗତିପଥଟାକୁ ବଦଳେଇକି ଆଉ ଗୋଟିଏ ନୂତନ ଦିଗରେ ବା ନୂତନ ଧାରାରେ ସିଏ ଗତି କରେ ବା ସିଏ କେବେ ଅଟକେ ନାହିଁ। ତେଣୁ ମୁଁ କହିବାର ଅର୍ଥ ହଉଛି ଆମର ସାହିତ୍ୟ ସବୁବେଳେ ଗତିଶୀଳ, କିନ୍ତୁ ପ୍ରତ୍ୟେକ ଯୁଗରୁ ଆଉ ଗୋଟିଏ ସାହିତ୍ୟ ଆଉ ଗୋଟିଏ ଯୁଗକୁ ଅତିକ୍ରମ କରି ଗଲା ଭିତରେ କୋଉଠି ନା କୋଉଠି ଗୋଟେ ବ୍ୟତିକ୍ରମ ଘଟୁଛି ବା ସାମାଜିକ ସ୍ତରରେ ହଉ, ରାଜନୈତିକ ସ୍ତରରେ ହଉ, ଅର୍ଥନୈତିକ ସ୍ତରରେ ହଉ, କୋଉଠି ନା କୋଉଠି ସାହିତ୍ୟର ଦିଗଟା ଭିନ୍ନ ଦିଗ ଦେଇକି ଯାଉଛି। ତେଣୁ ଆଜିର ଆଲୋଚ୍ୟ ବିଷୟ ହଉଛି ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା। ଆମେ ପ୍ରାଚୀନ କବିତାରେ ଭେଟୁ କାହାକୁ ନା ଚର୍ଯ୍ୟ ସାହିତ୍ୟ ହଉଛି ଓଡ଼ିଆ ସାହିତ୍ୟର ପ୍ରାଚୀନତମ କବିତା। କବିତାର ଦିଗଦର୍ଶନ ଭିତରେ ଆମେ ରୂପକୁ ଭେଟୁ କୋଉଠି ନା ଆମେ ବିଶେଷ କରି ଦେଖିବା ପଞ୍ଚସଖା ସାହିତ୍ୟରେ। ପଞ୍ଚସଖା ସାହିତ୍ୟରୁ ଆମେ କବିତାକୁ ଭେଟୁ କୋଉଠି ନା ରୀତି ସାହିତ୍ୟରେ। ରୀତି ସାହିତ୍ୟ ଉପରେ ଆମେ ଭେଟୁ କାହାକୁ ନା ବିଶେଷ କରିକି ଆମେ ଆଧୁନିକ ଯୁଗରେ। ଏଇଠି କଥା ମୁଁ କହିବି ଯେ ମୁଁ ପଞ୍ଚସଖା ସାହିତ୍ୟଟା ଏକ କବିତାର ଯୁଗ ବୋଲିକି ମୁଁ ଗ୍ରହଣ କରେ ନାହିଁ, କାରଣ ସେଇଟା ଆମେ ପୁରାଣ ଯୁଗ ଭାବରେ ଆମେ ତାକୁ ଅଭିହିତ କରୁଛୁ। ସେଇ ସମୟରେ ପ୍ରାୟତଃ କବିତାର ଆଭାସଟି ଆମକୁ ସ୍ୱତନ୍ତ୍ର ବା କମ ଭାବରେ ମିଳେ। ତେଣୁ ସେଇ ଜିନିଷଟାକୁ ମୁଁ ଗ୍ରହଣ କରେ ନାହିଁ ବା ମୋ ମତ ଅନୁସାରେ। ତେଣୁ ଏଇ ଯୋଉ ଯେତିକି କବିତାର ଧାରା ଅଛି ପ୍ରାଚୀନିକରୁ ଆଧୁନିକ ଭିତରେ, ସବୁ ଧାରାର କବିତା ଗୁଡିକ ଭିନ୍ନ ଭିନ୍ନ ବା କାବ୍ୟ କବିତା ଗୁଡିକ ଭିନ୍ନ ଭିନ୍ନ। ଚର୍ଯ୍ୟା ଗୀତିକା ସାହିତ୍ୟର କବିତା ଯଦି ଦେଖିବା, ସେଥିରେ ଛନ୍ଦ ରହୁଥିଲା, ରାଗ ରାଗିଣୀ ଏବଂ ତାର ଭାଷା ଥିଲା ସାନ୍ଧ୍ୟ ଭାଷା। ଯେ ତାର ଗୋଟେ ଥିଲା ସାମାଜିକ ଚଳନୀର ଗୋଟେ ଭାଷା ଥିଲା ଏବଂ ଯୋଗ ଦର୍ଶନ ଉପରେ ତାର ଗୋଟେ ସ୍ୱତନ୍ତ୍ର ଆଲୋଚନା ଥିଲା। ଚର୍ଯ୍ୟା ଗୀତିକା ପ୍ରାୟତଃ ଆମେ ଯଦି ସାମଗ୍ରିକ ଭାବରେ ଦେଖିବା, ଚର୍ଯ୍ୟା ଗୀତିକାଟା ସମ୍ପୂର୍ଣ୍ଣ ଭାବରେ ଯୋଗ ଦର୍ଶନ ଉପରେ ପର୍ଯ୍ୟବେସିତ ଥିଲା। ସେଇଠୁ ମୁଁ ଯେତେବେଳେ ଆସିବି ପଞ୍ଚସଖା ସାହିତ୍ୟର କାବ୍ୟ ଜଗତ ଭିତରୁ ବା କବିତା ଜଗତ ଭିତରୁ ବା ଗୀତି କବିତା ଭିତରକୁ, ସେଇ ସମୟରେ ଆଧ୍ୟାତ୍ମିକ ଚେତନା, ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଏବଂ ପରବର୍ତ୍ତୀ ସମୟରେ ଜଗନ୍ନାଥ ତତ୍ଵ ଏବଂ ଗୁରୁବାଦ ତତ୍ଵ, ଏଇ କଥା ଗୁଡିକୁ ଆମେ ଦେଖୁ। ତତ୍ଵବାଦ ଉପରେ ତାକୁ ଆମେ ବିଶ୍ୱାସ କରୁ ପଞ୍ଚସଖା ସାହିତ୍ୟର କବିତା ଭିତରେ। ପଞ୍ଚସଖା ସାହିତ୍ୟରୁ ମୁଁ ଯଦି ଫେରି ଆସିବି ଧୀରେ ଧୀରେ ରୀତି ଯୁଗ କାବ୍ୟକୁ, ସେଇଠି କବିତାର ଗୋଟେ ବୈପ୍ଳବିକ ପରିବର୍ତ୍ତନ ଦେଖାଦିଏ। ସେ ସାହିତ୍ୟର କବିତା ଭିତରେ କଣ ଦେଖାଯାଏ ନା
ସେହି ସମୟର କବିତାରେ ଆମେ ବିଶେଷ କରିକି ସଂସ୍କୃତର ସାହିତ୍ୟର ପ୍ରଭାବଟିକୁ ଆମେ ବେଶ ଦୃଷ୍ଟିଗୋଚର କରୁ ବା ଆଲୋଚନା ପର୍ଯ୍ୟାୟ ଭିତରକୁ ଆମେ ଆଣୁ। କାରଣ ସେଇ ସମୟରେ ଛନ୍ଦ ଆସେ, ଅଳଙ୍କାର ଆସେ, ରୀତି ଆସେ, ରାଗ, ରାଗିଣୀ ଏବଂ ଯତିପାତ ଏଇ ସବୁ ଜିନିଷ ରୁହେ ମାନେ କାବ୍ୟ କବିତା ଭିତରେ। ଏବଂ ସେଇ ସମୟର କାବ୍ୟ କବିତା ତିନୋଟି ଦିଗ ଉପରେ ପର୍ଯ୍ୟବେସିତ ଥିଲା। ଗୋଟେ କାଳ୍ପନିକ, କିମ୍ବଦନ୍ତୀ ଏବଂ ଆଉ ଗୋଟେ ହେଲା ପୌରାଣିକ। ପୌରାଣିକ, କିମ୍ବଦନ୍ତୀ, କାଳ୍ପନିକ ଚେତନାକୁ ନେଇକିରି ସେ ସମୟରେ ଉପେନ୍ଦ୍ର ଭଞ୍ଜ ହଉ, ଦୀନକୃଷ୍ଣ ଦାସ ହଉ, ଆମ ଅଭିମନ୍ୟୁ ସାମନ୍ତ ସିଂହାର କଥା ହଉ, କବି ସୂର୍ଯ୍ୟ ବଳଦେବଙ୍କର କଥା ହଉ, ଏଇମାନେ ସବୁ କାଳ୍ପନିକ ଚେତନାକୁ ନେଇକିରି ଆଧ୍ୟାତ୍ମ ଚେତନା ସହିତ ବିଭିନ୍ନ କିମ୍ବଦନ୍ତୀକୁ ଯୋଡିକି ସେମାନେ କାବ୍ୟ କବିତା ରଚନା କରୁଥିଲେ, ଯୋଉଟା କି ଛାନ୍ଦ ବୈଚିତ୍ର୍ୟ ଦେଇକି ଅଳଙ୍କାର ସେଥିରେ ଯୁକ୍ତ ହଉଥିଲା। ରୀତି ଯୁଗ ପରେ ଆମର ଆରମ୍ଭ ହୁଏ ଆଧୁନିକ ଯୁଗର କବିତା। ଆଧୁନିକ ଯୁଗର କବିତାରେ ଆସିଥିଲା ଗୋଟେ ବିରାଟ ପରିବର୍ତ୍ତନ, ଯୋଉ ପରିବର୍ତ୍ତନ କି ଆମର ଭାରତୀୟ ସାହିତ୍ୟର ସଂସ୍କୃତି ପରମ୍ପରା ଠାରୁ ବିଚ୍ଛିନ୍ନ ହୋଇ ପାଶ୍ଚାତ୍ୟ କବିତାର ଭାବଧାରାଟି ଦେଖା ଦେଇଥିଲା ଆଧୁନିକ ଯୁଗର ପ୍ରଥମ ଯୁଗ ସ୍ରଷ୍ଟା ରାଧାନାଥଙ୍କର କାବ୍ୟ ଜଗତରେ ବା କାବ୍ୟ କୃତିରେ। ସେ କଣ କଲେ ନା ପାଶ୍ଚାତ୍ୟ ସାହିତ୍ୟର ଭାବ ବସ୍ତୁ ଓ କଥାବସ୍ତୁକୁ ଆହରଣ କରିକି ଓଡିଶାର ପାଣିପାଗ, ଜଳବାୟୁ, ସ୍ଥିତି, ଇତିହାସକୁ ଯୋଡିକି ସେ କଣ କରୁଥିଲେ ନା ସାହିତ୍ୟ ରଚନା କରୁଥିଲା ବା କବିତା ରଚନା କରୁଥିଲେ। ଏବଂ ସେ କବିତା ଭିତରେ କୋଉଠି ନା କୋଉଠି ସେ ବିବାଦୀୟ ହେବାକୁ ପଡିଥିଲା, ଯୋଉଟା କି ଆମେ ପାର୍ବତୀ କାବ୍ୟକୁ ନେଇକି ଯଦି ଦେଖିବା ଯେ ଅନେକ ସମୟରେ ତାଙ୍କ କବିତାରେ ଦେଖାଇଥିଲା ଯେ କନ୍ୟା ଏବଂ ପିତା ଭିତରେ ଗୋଟେ ମିଳନ, ଯାହା ଭାରତୀୟ ପରମ୍ପରାରେ ସଂସ୍କୃତିରେ ଏହା ନାହିଁ। ବିଦେଶ ସଂସ୍କୃତିରେ ଏଗୁଡିକୁ ଆମେ ଦେଖୁ। ବିବାଦ ହେଇଥିଲା, ଯାହା ବି ହଉ, କିନ୍ତୁ ଯୁଗ ସ୍ରଷ୍ଟା ଭିତରେ କଣ ଗ୍ରହଣ କରାଯାଏ ଏବଂ ସେଇ ଦିନ ଠାରୁ ଓଡିଆ କବିତାରେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବଟି ଆମେ ଅନୁଶୀଳନ କରୁ ବା ଭେଟୁ ବା ଦେଖୁ। ସେଠୁ ଆମେ ମୁଁ କହିବି ତାପରେ ଆରମ୍ଭ ହୁଏ ରାଧାନାଥ ସାହିତ୍ୟ ପରେ ଆମେ ଯୁଗ ଧୀରେ ଧୀରେ ଆମେ କଣ କରୁଛୁ ନା ଆମେ କଣ କରୁଛୁ ସବୁଜ ଯୁଗକୁ ଆସେ। ସବୁଜ ଯୁଗ ପରେ ରୀତି ଯୁଗ ମାନେ ସବୁଜ ଯୁଗ ପରେ ଆମେ ପରବର୍ତ୍ତୀ ସମୟରେ ଦେଖୁ ସାମ୍ୟବାଦୀ ଯୁଗ ଆସେ। ଆଉ ସେଇ ସମୟରେ ସବୁଜ ଯୁଗରେ ଆମେ କଣ କରୁ ନା ପ୍ରେମ ପ୍ରଣର ଚିଠାକୁ ଦେଖିଲୁ। ଯେତେବେଳେ ଦୁଇ ଦୁଇଟି ବିଶ୍ୱଯୁଦ୍ଧର ସଂଗଠିତ ହଉଛି, ଜୀବନ ବିପର୍ଯ୍ୟସ୍ତ ହେଇ ପଡୁଛି, ସେତେବେଳେ ପ୍ରେମ ପାଇଁ ଗୋଟେ ହାହାକାର ସୃଷ୍ଟି ହଉଛି ବା ମଣିଷ ଟିକେ ରୋମାଞ୍ଚକ ପରିବେଶ ଭିତରେ ବଞ୍ଚିବା ପାଇଁ ସେ ଚେଷ୍ଟା କରୁଛି। ପରବର୍ତ୍ତୀ ସମୟରେ ରୋମାଞ୍ଚକ ପରିବେଶଟାକୁ ନେଇକିରି ତାଙ୍କର ପ୍ରେମ ପ୍ରଣୟର କଥା ସବୁଜ ଯୁଗରେ ସୃଷ୍ଟି ହଉଛି। ଆଉ ଧୀରେ ଧୀରେ ଦେଖିବା ସବୁଜ ଯୁଗ ଉପରେ ଯୋଉ କାବ୍ୟ ଧାରାଟି ସୃଷ୍ଟି ହୁଏ ଆମେ ତାକୁ କହୁ ବିଶେଷ କରିକି ସାମ୍ୟବାଦୀ ଯୁଗ ବା ସାମ୍ୟବାଦୀ ସାହିତ୍ୟ ବା ପ୍ରଗତିବାଦ୍ୟ ସାହିତ୍ୟ ବୋଲିକି ଆମେ କହୁ। ଯୋଉଠି କି ଶ୍ରେଣୀ ସଂଘର୍ଷ ଉପରେ ସାହିତ୍ୟିକ ମାନେ ବିଶ୍ୱାସ କଲେ ଯେ ପୁଞ୍ଜିପତି ମାନଙ୍କର ସୁର ସେଇ ସମୟରେ ପ୍ରଗତିବାଦୀ ସାହିତ୍ୟରେ ଶେଷ ବେଳକୁ ଦେଶ ସ୍ଵାଧୀନ ହେଇଯାଏ ବା ସ୍ଵାଧୀନତା ପ୍ରାପ୍ତି ହୁଏ। ସ୍ଵାଧୀନତା ପ୍ରାପ୍ତି ପରେ ଯୋଉ ମନୁଷ୍ୟ ମାନଙ୍କର ଯୋଉ ବିଶ୍ୱାସ ଥିଲା ଯେ ଆମର ଗୋଟେ ସମ୍ବିଧାନ ପ୍ରଣୟନ ହବ, ଆମ ଦେଶ ଆଇନରେ ଆମେ ପରିଚାଳିତ ହେବା, ଆମର ସ୍ଵାଧୀନତାରେ ଆମେ ବଞ୍ଚିବା, ଏଇ ସବୁ ଯୋଉ ଜିନିଷ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ହଉ, ଗୋପବନ୍ଧୁ ଦାସଙ୍କର ସ୍ୱପ୍ନ ହଉ, ଲାଲ ବାହାଦୁରଙ୍କର ସ୍ୱପ୍ନ ହଉ, ଯେତେ ଆମର ମହାପୁରୁଷ ମାନେ ଅଛନ୍ତି ସ୍ଵାଧୀନତା ସଂଗ୍ରାମୀ ମାନେ, ସେଇ ସ୍ୱପ୍ନ ଭଙ୍ଗ ଦେଖାଗଲା କୋଉଠି ନା ପ୍ରଗତିବାଦୀ ସାହିତ୍ୟରେ। ଯେ ଯୋଉ ଶାସନ ଗାଦିରେ ଯୋଉମାନେ ବସିଲେ ସେଇମାନେ ହିଁ ଆମ ଭାରତୀୟ ମାନଙ୍କୁ ଶୋଷଣ କରିବା ଆରମ୍ଭ କରିଦେଇଥିଲେ। ଅକଥନୀୟ ନିର୍ଯାତନା ଠାରୁ ଆରମ୍ଭ କରି ମାନସିକ ନିର୍ଯାତନା, ଯନ୍ତ୍ରଣା ସବୁ କ୍ଷେତ୍ରରେ ଦିଆଗଲା। ତେଣୁ ସେମାନଙ୍କ ସାହିତ୍ୟ ସାମ୍ୟବାଦୀ ଚେତନା ଦେଖାଗଲା। ସେଇଠୁ ହିଁ ଆରମ୍ଭ ହୁଏ ସ୍ଵାଧୀନତା ପରବର୍ତ୍ତୀ ସାହିତ୍ୟ। ମୁଁ କହିବି ଯେ ସ୍ଵାଧୀନତା ପରବର୍ତ୍ତୀ ସାହିତ୍ୟର ବା କବିତାର ଭାବଧାରା କଣ ଥିଲା। ମୁଁ କହିବି ସ୍ଵାଧୀନତା ପରବର୍ତ୍ତୀ କାବ୍ୟ ଭାବଧାରା ଭିତରେ ଯେତେବେଳେ ଆମେ ସ୍ଵାଧୀନତା ପରବର୍ତ୍ତୀ କବିତା ରଚନା କରାଯାଉଛି ଧାରାଟି, ସେଇଠି ଆଙ୍ଗିକ ଏବଂ ଆତ୍ମିକ ଦିଗରେ ଦିଟା ଯାକ ଦିଗରେ ଗୋଟେ ବିରାଟ ପରିବର୍ତ୍ତନ ସୃଷ୍ଟି ହୁଏ ଏବଂ ଗୋଟିଏ ନଈ ଦିଟା ବାଟ ସେଇଠି ଉନ୍ମୋଚନ କରି ବା ଉନ୍ମେଷ ଦିଗରେ ଗତି କରନ୍ତି। ଗୋଟିଏ କଳାତ୍ମକ ଦିଗରେ ଆଉ ଗୋଟେ ହେଲା ଭାବ ବୈଚିତ୍ର୍ୟ ଦିଗରେ। ଆତ୍ମିକ କ୍ଷେତ୍ରରେ କଣ ପରିବର୍ତ୍ତନ ଆସିଥିଲା ନା ସ୍ଵାଧୀନତା ପରବର୍ତ୍ତୀ କବିତାରେ ଆଳଙ୍କାରିକତା ହରେଇ ବସିଥିଲା, ରୀତି ହରେଇ ବସିଲା, ବୈଚିତ୍ର୍ୟତା ହରେଇ ବସିଲା, କାଳ୍ପନିକ ଶକ୍ତିଟା କବିତା ଭିତରେ ହରେଇ ବସିଲା, କିମ୍ବଦନ୍ତୀ ହରେଇ ବସିଲା, ଜାତୀୟତାବାଦୀ ଚେତନା ହରେଇ ବସିଲା। ଏ ସବୁ ଚେତନାକୁ ସ୍ଵାଧୀନତା ପରବର୍ତ୍ତୀ କବିତାଟି ବଦଳେଇକିରି କଣ କଲା ନା ଆଧୁନିକ ମଣିଷ ଜୀବନ ଯେମିତି ଜିଏ, ଯୋଉ ଭଳିଆ ବଞ୍ଚେ, ଯୋଉ ଭଳିଆ ଜୀବନ ଚର୍ଚ୍ଚାଟି କରେ, ସେ କବିତାକୁ ନେଇକିରି କବି ମାନେ ରଚନା କଲେ। ଯଦି କହିବି ଯେ ସ୍ଵାଧୀନତା ପରବର୍ତ୍ତୀ କବିତା ଭିତରେ କୋଉମାନେ ଆସନ୍ତି, ସୀତାକାନ୍ତ ମହାପାତ୍ର କଥା କୁହାଯାଉ, ରମାକାନ୍ତ ରଥ, ଦୀପକ ମିଶ୍ର କଥା ଆମେ ଯଦି ଆଲୋଚନା କରିବା, ସୌଭାଗ୍ୟ ମିଶ୍ର, ତାପରେ ଅଛି ଆମେ ଗୁରୁପ୍ରସାଦ ମହାନ୍ତି,
तापर आम जदि परवर्ती समय देखा नित्यानंद नायक, ब्रह्मानंद दास एवं आशुतोष परिडा, तापर हृषिकेश मल्लिक, प्रसन्न कुमार मिश्र, प्रसन्न पारसाणी, यही सब कवि माने होउछन्ति स्वाधीनता परवर्ती ओडिया कविता धारार जने जने सिद्ध प्रतिष्ठा बा प्रतिष्ठा अर्जन करिथिबा कविता माने कवि गुडिक आत्मिक दिगरे आमे जति देखिबा भाव वैचित्र दिगरे जेमति जोग भित्तिक गुरुवाद, आध्यात्मिक चेतना एवं परवर्ती समय देखिबा जे विभुबोध, जातीय चेतना, जातीयताबोध, ए सब प्रेमबोध, ए सब जाक आत्मिक क्षेत्र में स्वाधीनता परवर्ती कवितार धारा रे विच्युत है। विच्युत कौन देखा ना विभिन्न प्रकार चेतना सृष्टि है। चेतना कौन ना मृत्यु चेतना, समय चेतना, मुझे कहि परवर्ती समय पापबोध, अमंगल भावना, जौन चेतना, समय चेतना, मृत्यु चेतना, समाज कथा, दलित चेतना, परवर्ती समय आहरी चेतना देखा वामवादी चेतना, ऐशी चेतना, उत्तराधुनिक चेतना, पल्लीबोध, तापर गांधीवाद चेतना, अस्तित्ववादी चेतना एवं साम्यवादी चेतना, एमती अनेक गुड़ी स्वाधीनता परवर्ती कवितार आत्मिक क्षेत्र में परिवर्तन आसीथिला। जे प्रकृति में चेतना गुड़िक केमिति तैयारी हैला ना मनुष्यर प्रवृत्ति बा मनुष्यर व्यवहार बा मनुष्यर चालीचलन मनुष्यर हावभाव एगुड़िक चेतना गुड़िक तैयारी हैला। जे स्वाधीनता जेतବେଳେ ହେଇଗଲା अनेक मनीष लोक माने बा व्यक्तित्व माने ग्रामांचल छाड़िकी सहराभिमुखी हेबा पई चेष्टा कले कोठी ना आभिजात्य जीवनटी जीवा पई, विलासमय जीवनटी जीवा पई एवं परवर्ती समय अर्थर लालसारे एवं उच्च शिक्षित हवा पई ए सब दृष्टि लोक माने कौन कले ना ग्रामांचल छाड़िकी सहर जीवन को से माने बाछि नेले। किंतु सहर ग्रामांचल बा ग्राम केन्द्रिक सभ्यता सहर सभ्यता भितरे अनेक परिवर्तन अछि। आमे गाँव जमी गोटे लोक परिवार में गंडगोल हेले समस्त एकत्रित होकर बुझाती गोटे भाईचारा तैयारी हुए। किंतु सहर सभ्यता भितर आम जो पशिजा आम कौन गोटे गंडगोल शिकार हेले आउ 10 जन कबाट खोलिकी से चाहिए रे बरम किए समाधान करने चेष्टा करेंगे ना। ये हूँ सहर सभ्यता एवं सहर सभ्यता हूँ धूलिन सभ्यता मलिन सभ्यता, किंतु गाँव सभ्यता हूँ सबुज बनर सभ्यता जोठी जनकर दुखरे आउ जने दुखी हुए, किंतु सहर सभ्यतारे आउ जने दुखी रे हेले आउ जने क्रोधान्वित हुए। ये हूँ सभ्यता भितर पार्थक्य। तेणु आत्मिक क्षेत्र में गुड़िक सब परिवर्तन देखा। आंगिक क्षेत्र में मुझे कौन स्वाधीनता परवर्ती क्षेत्र में परिवर्तन आसला ना छंद, रीति, अलंकार, वक्रोक्ति, मुझे कहि परवर्ती ध्वनि एगुड़िक समस्त परिहार करिकी कौन कला ना आधुनिक कविता हला छंद मुक्त बा गद्य छंदरी कविता लिखिबा आरंभ करागला। जेतले सब छंद, अलंकार, रीति, वैचित्र, भावबोध जेतले कवितार ओहरी गला कविता सेतले हे गला उलग्न बा निजर वस्त्र हरे बसिला। ताकू परवर्ती समय वस्त्र देबा पाई आधुनिक कविता माने कौन कले किछि चेष्टा कले एवं सेई चेतना गुडी को किछि इजम बा वाद गुडी को कविता रे ताकू स्थान कले एवं से वाद गुडी को होछि पाश्चात्य साहित्यर भावबोध। जोड़ा कि अगिली आमे देखिबा जे छंद, वैत्र, रीति, अलंकार गुडी को अवसरी गला पर कवितारू ताकू कविता को वस्त्र परिधान करबा स्वरूप कौन कले ना मिथ थितिरे जोड़ा गला, जोड़ा कि पुराण कल्पित कहानी। परवर्ती समय चित्रकल्प जोड़ा गला, प्रतीक जोड़ा गला, डाणाबात जोड़ा गला, विघटन बात जोड़ा गला। ये सब मुक्त छंद हाइकु कवितार कविता रचना करने शैली आरंभ है। ये हूँ आमर आंगिक दिग परिवर्तन होता स्वाधीनता परवर्ती कवितार भावधारा विषय। एबे गोटे गोटे चेतना आम आलोचना करवा जो स्वाधीनता परवर्ती ओडिया कवितार आत्मिक क्षेत्र में पाप बोध बा अमंगल भावना। स्वाधीनता परवर्ती कवितार एपरी एक चेतना बहुल प्रयोग होता आम लक्ष्य करूँ जे काव्यर नायक जीवनर परिपूर्ण आनंद लक्ष्य आदर्श अनेक समय कौन विच्युत हुए बा आधुनिक मनुष्यटी कौन ना अन्यर उन्नति देखी के सही पारिबनी जी कौन कर तार अनिष्ट करने क्षति करने से कौन करे अनेक समय कौन बस अनेक चाह रही कौटी ना उग्र आखिर चाहाणी तेणु ताकू कहुए से सृष्टि है पापबोध। आमर भी आमर व्यक्तित्व मध्य आमर पड़िशा घरे किए गोटे बड़ लोक होगा ताकू आम कौन करवा ना गोटे खराब नजर जाएगा तार अनिष्ट करने चाहिए तार अमंगल केमती हम से कथा आम डाकिबा से कथा कौन स्वाधीनता परवर्ती कवितार प्रायतः देखागला जे से कविता भितर कहुच्छी
ସୌଭାଗ୍ୟ କୁମାର ମିଶ୍ର ଲେଖିଛନ୍ତି କବିତାଟି ଯେ ଅନ୍ୟ ଗୋଟିଏ ସନ୍ଧ୍ୟା ବେଳେ ବି ସେହା ହେବ ସମତଳ ଭୂମିରୁ ଆକସ୍ମାକ ଠିଆ ହୋଇ ପଡିବେ ବଣ ପାହାଡ ଭଙ୍ଗା ପ୍ରସାଦର ଖମ୍ବ ଏକ ଗୋଡିଆ ଚାଲିବାକୁ ପଡିବ କାରଣ ଆଉ ଗୋଡ ଜାବୁଡି ଧରି ଘୋଷାରୁଥିବ ଖଣ୍ଡିଆ ଖାବରା ହେଇ ମାତାଲ ଦରିଦ୍ର ଭାଗ୍ୟ। ଯେ କୁହାଯାଏ ଆଧୁନିକ ମଣିଷଟି ଯେତେବେଳେ ଉପରକୁ ଯିବା ପାଇଁ ଚେଷ୍ଟା କରୁଛି ସେତେବେଳେ ଲୋକମାନେ କଣ କରିବେ ନା ପଛକୁ ଟାଣିବା ପାଇଁ ତମକୁ ଧରିବେ ଗୋଡ ଜାବୁଡି ଧରିବା ପାଇଁ ଚେଷ୍ଟା କରିବେ ତମକୁ ଉପରକୁ ଯାଉଥିଲା ବେଳେ ତଳକୁ ଟାଣିବା ପାଇଁ ଚେଷ୍ଟା କରିବେ ସେତେବେଳେ ଖଣ୍ଡିଆ ଖାବର ହୋଇ ମାତାଲ ଦରିଦ୍ର ଯେ ଆମେ କଣ କହୁଛୁ ଦୁର୍ନୀତିଗ୍ରସ୍ତ ଯେମିତି ଆମେ ଲୋକଟି ପାଠ ପଢୁଛି ଆମଠୁ ଅଳ୍ପ ପାଠ ପଢିକି ଲୋକଟି ମଧ୍ୟ ଚାକିରି କ୍ଷେତ୍ର ପଳଉଛି ଅର୍ଥାତ୍ ତାକୁ ଆମେ ଯୋଉର ଶିକ୍ଷତା ଯୋଗ୍ୟତା ଥିବା ଲୋକଠୁ ଆମେ ଅର୍ଥ ବଳରେ ତାକୁ କଣ ତଳୁକୁ ଟାଣି ଦେଇକି ଉପରକୁ ଆମେ ଯିବା ପାଇଁ ଯୋଉ ସାହସ କରୁଛୁ ସେଇଟା ହିଁ ଆମେ କହୁଛୁ ସ୍ୱାଧୀନତା ପରବର୍ତ୍ତୀ କବିତାର ପାପବୋଧ ବା ଅମଙ୍ଗଳ ଭାବନା ବୋଲିକି ଆମେ ଆଲୋଚନା କରୁ। ପରବର୍ତ୍ତୀ ସମୟରେ ମୁଁ କହିବି ଯେ ଆଉ ଗୋଟେ ଚେତନା ଆସେ ଯୌନ ଚେତନା ଯେ ସ୍ୱାଧୀନତା ପରବର୍ତ୍ତୀ ମଣିଷଟିଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଉଶୃଙ୍ଖଳ ଜୀବନ ବୋଧରୁ ଯୌନ ଚେତନାଟି ବିକାଶ ହୁଏ। ଦିଟା ବିଶ୍ୱଯୁଦ୍ଧ ପ୍ରଥମ ବିଶ୍ୱଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯେତେବେଳେ ହେଇଗଲା ମଣିଷଟିଏ କଣ କରେ ନା ବଞ୍ଚିବା ବେଶ ଚେଷ୍ଟା କରେ ଖାଦ୍ୟର ଅଭାବ ପଡେ ବଞ୍ଚିବା ପାଇଁ ଆବଶ୍ୟକତା ପଡେ ପ୍ରେମ ଖୋଜେ ଖୁସି ଚାହେଁ ଏ ସବୁ ଯାକ ତା ମନରୁ ଅପସରି ଯାଏ ସେତେବେଳେ କଣ କରେ ନା ସେ ଗୋଟେ ସ୍ୱପ୍ନ ଦେଖେ ମରିଚିକାର ସ୍ୱପ୍ନଟିଏ ଜୀବନକୁ ଜିଇବା ପାଇଁ ବାସ୍ତବିକ ଜୀବନ ନୁହଁ ଗୋଟେ ଛଳନାପୂର୍ଣ୍ଣ ଜୀବନ ଭାବରେ ଜିଇବା ପାଇଁ ଦେଖିବାକୁ ସେ ଚେଷ୍ଟା କରେ ଯୋଉଟା କି ଦୀପକ ମିଶ୍ର କବିତାରେ ରଚନା କରନ୍ତି ଯେ ଯୌନ ଚେତନା ଆମେ ଦେଖିବା ଅନେକ ସମୟରେ କବିତାର ଲେଖନୀ ମାନେ କହିଛନ୍ତି ଯେ ସେଥିରେ ନାରୀର ଓଠ ନାରୀର ନଖ ନାରୀର ଆଖି ନାରୀର ସ୍ତନ ନାରୀର ଭ୍ରୁଲତା ଆଦିକୁ ନେଇକିରି ସମୟ ମାନେ କବିତା ରଚନା କରିବା ଆରମ୍ଭ କରିଦେଲେ ଯେ ଗୋଟେ ନାରୀର ଗୁପ୍ତାଙ୍ଗର କଥାକୁ ସୂଚିତ ଯୋଉଠି କବିତାରେ ଦେଖାଯାଏ ତାକୁ କୁହାଯାଏ ଯୌନ କାମନା ଯେ ମଣିଷ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୌନାଭିମୁଖୀ ହୋଇଗଲା ଏବଂ ଗୋଟେ ନାରୀ ସହିତ ଆଉ ଗୋଟେ ସମ୍ପର୍କ ରଖିବା ପାଇଁ ଅତି ବ୍ୟାକୁଳ ହେଲା ବା ପ୍ରେମ ସମ୍ପର୍କ ସ୍ଥାପନ କରିବା ପାଇଁ ଅନେକ ସମୟରେ ଅହରହ ବ୍ୟାକୁଳତା ସେ ପ୍ରଦର୍ଶନ କଲା ସେଇଠୁ ସେଇ ସମୟରେ ଅର୍ଥନୈତିକ ସଙ୍କଟଟା ହେତୁ ଖୁସି ପାଇବା ପାଇଁ ଅନେକ ନାରୀ ମାନେ ମଧ୍ୟ ନିଜର ଶରୀରକୁ କଣ କଲେ ଅଲଗା ପୁରୁଷ ମାନଙ୍କ ଖୁସି ନିମନ୍ତେ ଦାନ କରିଦେଲେ କିଛି ଅର୍ଥ ପାଇବା ଅବସରରେ ବା ନିଜର କ୍ଷୁଧାକୁ ମେଣ୍ଟେଇବା ପାଇଁ ସେମାନେ ଚେଷ୍ଟା କଲେ ସେଥିରୁ ଯୌନ କାମନା ସୃଷ୍ଟି ହୁଏ ସେ ଭିତରେ କବିତାରେ କୁହାଯାଉଛି ଯୌନ ଚେତନାକୁ ନେଇକି ଦେଖିବା ଯେ ଅକାଳେ ସକାଳେ ଯଦି ମନେ ପଡେ ପଦ୍ମିନୀ ତୁମ ଛଳନାହୀନ ସ୍ତନର ନୈରତ୍ୟ କୋଣରେ ଥିବା ସୂକ୍ଷ୍ମ କାଳି ଯାଇ ଚିହ୍ନ କେଉଁଠି ଅଟକି ଥାଏ ମୋ ଲାଳସାର ଅପାର ସମ୍ଭ୍ରମ ଓ ମୁଁ ତୁମର ସେଇ ନାଭିନିମ୍ନ ମସୁଣା ମସିଣା ପରି ଏତେ ଥଣ୍ଡା ଆଖି ପତା ଯାଏ ନଈ ଯାଏ ଆର କଥା କହୁଛି ଦେଖ ଯୌନ କାମନା କଥା କେମିତି କୁହାଉଛି ଯେ ଅକାଳେ ସକାଳେ ପଦ୍ମିନୀ ତୁମ ଛଳନାହୀନର ସ୍ତନରେ ଯେ କୁହାଯାଏ କେବେ ତୁମ ସହିତ ମୁଁ ମିଶିଥିଲି କେବେ ତମ ସହିତ ବିତେଇଥିଲି ମୁଁ ଜାଣେନା କିନ୍ତୁ ଆଜି ମଧ୍ୟ ତମ ସେଇ ସ୍ତନର ନିମ୍ନ ବସ୍ତି ବା ପଦ୍ମିନୀ ସେ ଛଳନା ସ୍ତିନର ସେ ସ୍ତନର କଥା ମନେ ପଡିଯାଉଛି ତମ ସ୍ତନର ସୂକ୍ଷ୍ମ ଯୋଉ କାଳିଜାଇ ଚିହ୍ନଟା ଅଛି ସେ କାଳିଜାଇ ଚିହ୍ନକୁ ମନେ ପଡିଯାଉଛି ଏବଂ ସାଲଗାର ଏବଂ ଅଭ୍ରମ ଅଛି ତମ ଭ୍ରୁଲତା ତମ ଆଖିର ଭ୍ରୁଲତା ଏବଂ ନାଭିର ନିମ୍ନର ମସୃଣା ମସିଣା ସେ ସବୁ ଜିନିଷ ମୋ ମନରେ କୋଉଠି ନା କୋଉଠି ବାରମ୍ବାର ମତେ ଆକର୍ଷିତ କରୁଛି ତୁମ ସହିତ ମୁଁ ପୁଣି ଥରେ ସେଇ ଜିନିଷକୁ ଦେଖିକି ତମ ସହିତ ମୁଁ ପୁଣି ଥରେ ମୋ ଯୌନ କାମନାକୁ ଟିକେ ପ୍ରଶମିତ କରିପାରିବି କି ଏଇ କଥା କହୁଛନ୍ତି ଯେ କୋଉଠି ନା ଦୀପକ ମିଶ୍ର ସପ୍ତମ ପୃଥିବୀ କବିତାରେ ଯେ ଏଇଠି ପିଲେ ଏଇଠି ଆମେ ଯଦି ଆଲୋଚନା କରିବା ଯେ ତିନିଟା ଜିନିଷ ରହିଲା ଯୌନ ଚେତନା ପାଇଁ ଯେ ଗୋଟେ ନାରୀର ସ୍ତନ କଥା କୁହାଗଲା ନାରୀର ଭ୍ରୁଲତା କୁହାଗଲା ଏବଂ ନାରୀର ନାଭିନିମ୍ନ ମସୁଣା ମସିଣାର କଥା କୁହାଗଲା ଏଇ ତିନିଟା ହଉଛି ନାରୀର ଗୋଟିଏ ଯୋଉଟା କି ଆମେ କହୁଛୁ ପ୍ରାଇଭେଟ ପାଉଟ ବା ଗୁପ୍ତାଙ୍ଗ କଥା ଯୋଉଠି ଆମେ ଆଲୋଚନା ପାଇବୁ ତାକୁ ହିଁ ଆମେ କୁହାଯାଏ ଯେ ଯୌନ ଚେତନା ସ୍ୱାଧୀନତା ପରବର୍ତ୍ତୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସ୍ୱାଧୀନତା ପରବର୍ତ୍ତୀ ଓଡିଆ କବିତାର ଧାରାରେ ଯୌନ ଚେତନାରେ ଆମେ ଦେଖିଥାଉ ତାପରେ ମୁଁ କହିବି ସମୟ ଚେତନା ସ୍ୱାଧୀନତା ପରବର୍ତ୍ତୀ କବିତାରେ ସବୁଠାରୁ ବଡ ସମସ୍ୟା ବା ବଡ ଚେତନାଟି ହଉଛି ବା ବଡ ଆତ୍ମିକ ପ୍ରୟୋଗ କ୍ଷେତ୍ରରେ ଜିନିଷ ହଉଛି ଉପାଦାନଟି ସମୟ ଚେତନା ଯେ ସ୍ୱାଧୀନତା ପରବର୍ତ୍ତୀ ମଣିଷଟିଏ ସମୟ ବିରୁଦ୍ଧରେ ପ୍ରଚୁର ଅଭିଯୋଗ କରିବା ଆରମ୍ଭ କରିଦେଲା ଯେ କଣ ନା ଏ ମଣିଷ ସମୟକୁ ବା ମଣିଷକୁ ସମୟ ସାଥ ଦେଉନାହିଁ ଏ ମଣିଷ ସମୟକୁ ଅନେକ ସମୟରେ ସମୟ ବହୁତ ଖରାପ ସମୟରେ ପକେଇ ଦିଏ ଏ ସମୟ ମଣିଷ ପାଇଁ ଆଦୌ ସଙ୍କୋଚ ବା ଭଲ ନୁହଁ
ସମୟଟା ମଣିଷ କାହିଁକି ଚାଲି ଯାଉନି, ଏ ସମୟଟା ମୋ ପାଇଁ ଅଭିଶାପର ସମୟ, ଏ ସମୟ ଜମା ମୋ ଉପରେ ସନ୍ତୁଷ୍ଟ ନୁହଁ, ଏ ସମୟ ମତେ ଅନେକ ସମୟରେ ଖରାପ ପରିସ୍ଥିତିରେ ପକଉଛି, ତେଣୁ ଏ ସମୟ ଶୀଘ୍ର ତୁ ଚାଲିଯାଉ ମୋ ପାଖରୁ। ଏଇ କରିବା ମଣିଷ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଇଥିଲା। ଆମେ ଯେମିତି ମୁଁ କହୁଛୁ ଯେ ଆମ ସାମାଜିକ ଚାଲିଚଳନ ଭିତରେ ଆମେ କୋଉଠି ଗୋଟେ ପଇସା ଜୁଆ ଖେଳରେ ହାରିଦେଲେ ଆମେ କହୁଛୁ ଯେ ନାଇଁ ମୋର ସମୟ ଖରାପ। ଆମେ ଚାକିରି ପାଠ ପଢୁନଥାଉ, ଆମେ ଚାକିରି ନହେଲେ ଆମେ କହୁଛୁ ଆମର ସମୟ ଖରାପ। କିନ୍ତୁ ସମୟକୁ ଯୋଉ ଆମେ ନିନ୍ଦା କରୁଛୁ, ଆମେ କିନ୍ତୁ ସମୟଟାକୁ ଠିକ ସେ ସଦୁପଯୋଗ କରୁନୁ, କିନ୍ତୁ ସମୟ ବିରୁଦ୍ଧରେ ଆମେ କଣ କରୁଛୁ, ନିନ୍ଦା କରୁଛୁ। ସମୟକୁ ଆମେ ଅପପ୍ରଚାର କରୁଛୁ, ସମୟ ବିରୁଦ୍ଧରେ ଆମେ ଘୃଣା କରୁଛୁ ସମୟକୁ। ସେ ଘୃଣା କରିବା ଚେତନାରୁ ହିଁ ସମୟ ଚେତନାଟି ସୃଷ୍ଟି ହେଇଛି। ସେ ସମୟ ଚେତନା ଭିତରେ ସୀତାକାନ୍ତ ମହାପାତ୍ର ଲେଖନ୍ତି ଯେ ସମୟର ଶେଷ ନାମ କବିତାରେ, ଏବେ ଖରା ବେଳେ କେଡେ ଲମ୍ବା ମନେ ହୁଏ, ସତେ ଅବା କେବେ ହେଲେ ଆଉ ସରିବନି, ଅନ୍ତହୀନ କ୍ଳାନ୍ତି ପରି ଆକାଶରୁ ସୂର୍ଯ୍ୟ ଝୁଲି ରହେ, ଗଛରେ ଚଢେଇଟିଏ ଡାକିଦେଲେ ତୋ କାନରେ ଆଉ କାହା ସ୍ୱର ଶୁଭିଯାଏ। ସମୟ ଯେତେବେଳେ ଖରାପ ଥିବ ଆମ ପାଖରେ, ଆମେ ମନେକର କୋଉଠି ଗୋଟେ ଚୋରି କରିଦେଇଛୁ, ଆମେ ମନେ କାହାକୁ ଗୋଟେ ମାରି ଦେଇଛୁ ଜୀବନରେ, ଆମେ କାହା ପ୍ରତି ଅନ୍ୟାୟ କରିଛୁ, ଆମ ଭିତରେ ଖୋଳତାଳ ହଉଛି, ଆମେ ହଠାତ୍ କିନା ମନେକର ଆମେ କବାଟ କଣରେ ଲୁଚିଥିବା, କବାଟ ହନେଇକିନା ଠକ୍ କିନା ସଦା ଆମେ ଚମକି ଯାଉ, କିଏ ଆଇଲେ କି ଆମେ ଧରିଦବ କି? କି ଲୋକମାନେ ଆମକୁ ମୋର ଜାଣିଦେବେ କି? ବାପାର ପକେଟରୁ ଆମେ 100 ଟଙ୍କା କାଢି ଦେଇଛୁ, ଜାଣିନୁ, ବାପା ପଚାରିଲେ ହଠାତ୍ କିନା ପଚାରିବେ ମିଟୁ ଏକ୍ସ ନା ଧରିକି, ଆମେ ହଠାତ୍ କିନା ଚମକି ଯିବା। ଆମ ସମୟ ଖରାପ ବି ମୋର ବୋଧେ, ଆମେ ସେଠି ମନେ ମନେ କରିବା ମୋ ସମୟ ଖରାପ ବୋଲିକି ବାପା ମୋର 100 ଟଙ୍କା ଚୋରି ଥିବାର ଜାଣିଦେଲେ, ମୋର ସମୟ ଖରାପ ବୋଲିକି ମୋର ଯୋଉ କାମଟା କରିଥିଲି କୁ କାର୍ଯ୍ୟଟା ସେଇଟା ଜଣା ପଡିଗଲା। କିନ୍ତୁ ଆମେ ବିଶ୍ୱାସ କରୁ ଯେ ସମୟ କେବେ କାହାକୁ ଖରାପ ପରିସ୍ଥିତିରେ ପକାଏ ନାହିଁ, ସମୟ ସବୁବେଳେ ତା ବାଟରେ ଯାଏ। ମଣିଷ ଯେମିତି ତାର ଆଚରଣ କରେ ସେଇ ଅନୁସାରେ ମଣିଷ ତାକୁ ଦଣ୍ଡିତ କରିବାକୁ ସିଏ ବାଧ୍ୟ ହୁଏ, ବା ସମାଜରେ ଗୋଟେ ସନ୍ତୁଳନ କରିବା ପାଇଁ ଏଗୁଡିକ ତାର ସମୟର ଗୁରୁତ୍ୱପୂର୍ଣ୍ଣ। ଆମେ ସମୟକୁ ଘୃଣା କରୁ। ତେଣୁ ଏବେ ଖରାବେଳ କେତେ ଲମ୍ବା ହୁଏ, ସମୟ ଯଦି ମନେକର ଆମ ମାନଙ୍କ ପାଖରେ ସମୟ ଭଲ ଅଛି, ଆମେ କୋଉଠି ଗୋଟେ ପିକନିକ ଯାଉଛୁ, ବୁଲିବାକୁ ଯାଉଛୁ, ସେ ସମୟଟା ଆମ ଅତି ଶୀଘ୍ର ଅତିବାହିତ ହେଇଯାଏ ସାଙ୍ଗସାଥିଙ୍କ ମେଳରେ ବସିଲେ। କିନ୍ତୁ ଯୋଉଦିନ ଆମେ କୌଣସି ଖରାପ ପରିସ୍ଥିତିରେ ଯିବା, ଗୋଟେ ମନେକର ଜେଲ ଦଣ୍ଡ ଭୋଗୁଥିବା, କୌଣସି ଗୋଟେ ଆମେ ଭୁଲ କରିଛୁ ଆମକୁ ଜେଲ ଦଣ୍ଡ ହେଇଛି, ଆମେ କୌଣସି ଖରାପ ସମୟ ହେଇଛି ଲୋକ ଆମକୁ ବାନ୍ଧିକି ପିଟୁଛନ୍ତି, ଆମେ ସେଇ ଭିତରେ କହିବା ଯେ ସମୟଟା ଏତେ କାହିଁକି ସରୁନି, ଯେ ଏ ସମୟଟା କାହିଁକି ଚାଲି ଯାଉନି, ଯେ ଆଜି କାହିଁକି ଏତେ କ୍ଲାନ୍ତହୀନ ପରି ସୂର୍ଯ୍ୟ ଝୁଲି ରହୁଛି, ଏ ସୂର୍ଯ୍ୟ କାହିଁକି ଅସ୍ତ ହେଇଯାଉନି, ଏବଂ ସମସ୍ତେ ଡାକିଲା ଭିତରେ ମତେ କୋଉଠି କାହିଁକି ନା ଭୟଭୀତ ହଉଛି। ମଣିଷ ତାକୁ ଭୟଭୀତ ହେଇ ସମୟକୁ ନିନ୍ଦା କରେ। ଏଇଠୁ ସମୟ ଚେତନାଟି ସୃଷ୍ଟି ହେଇଛି। ଇଏ ହଉଛି ସମୟ ଚେତନାର କଥା। ଆଉ ଗୋଟେ ତାର ପଂକ୍ତିମାନ ଦେଖିବା, ସନ୍ଦିଗ୍ଧ ମୃଗୟାରେ ମଧ୍ୟ ସେ ଗୋଟେ କଥା ଲେଖା ହେଇଛି, ଖରାବେଳ ନିଛାଟିଏ ବୃନ୍ଦାବନ ସହରର ବାଟ, ଉତ୍ତାପର ଟହ ଟହ ହସ ମଧ୍ୟ ପ୍ରେମିକ ସମ୍ରାଟ, ଆଖିରେ ପ୍ରଚକ୍ଷୁ ହାତରେ ମୁରଲି, ଧରି ଡାକୁଛନ୍ତି ରାଧା ଆସ ଆସ ବୋଲି। ଯେ ଖରାବେଳ ସମୟରେ ବୃନ୍ଦାବନର ସହରରେ କେବେ ହେଲେ ପ୍ରେମ କରାଯାଏ ନାହିଁ। ବୃନ୍ଦାବନ ସହର ହଉଛି ଏଇଟା ଗୋଟେ ପ୍ରତୀକ, ଯେକୌଣସି ସ୍ଥାନରେ ହେଇପାରେ। ବୃନ୍ଦାବନ ସହର ହଉଛି ଯେକୌଣସି ଏକ ପ୍ରକୃତିମୟ ବା ସୌନ୍ଦର୍ଯ୍ୟର ସ୍ଥାନ, ଯୋଉଠି ପ୍ରେମିକ ପ୍ରେମିକା ରହିକି ପ୍ରେମ କରିବାର ଗୋଟେ ଉଦ୍ୟାନ ବୋଲି ବା ଉପବନ ବୋଲିକି ଏଠି କହିବା, ବୃନ୍ଦାବନ ସହରକୁ ପ୍ରତୀକ ଭାବରେ ଏଠି ନିଆଯାଇଛି। ଯେ କେବେ ହେଲେ ପ୍ରେମିକ ପ୍ରେମିକ ମାନେ ଖରାବେଳେ ପ୍ରେମ କରନ୍ତି ନାହିଁ, ପ୍ରେମ କରିବାର ସମୟ ହଉଛି ସନ୍ଧ୍ୟା ସମୟଟା। କିନ୍ତୁ ଖରାବେଳେ ନିଛାଟିଏ ବୃନ୍ଦାବନ ସହରର ବାଟ, କିନ୍ତୁ ସମୟ ଯେତେବେଳେ ଖରାପ ଥିବ, ମଣିଷ ଯେତେବେଳେ ଯୌନ କାମନାରେ ଉତ୍ପିଣ୍ଡନ ହଉଥିବ, ଜଳୁଥିବ, ସେତେବେଳେ ସମୟର ଯାତନା ଭିତରେ ମଧ୍ୟ କୌଣସି ନା କୌଣସି ଗୋଟିଏ ସମୟ ନଥାଇ ମଧ୍ୟ ବେସମୟରେ ଯୋଉ କାର୍ଯ୍ୟ କରେ, ତେଣୁ କାର୍ଯ୍ୟ କଲା ପରେ ଲୋକଙ୍କ ପାଖରେ ଧରା ପଡିଯାଏ, ସେତେବେଳେ ସେ କହେ ଯେ ସମୟ ମୋର ଖରାପ ଥିଲା ବୋଲିକି ଧରା ପଡିଗଲି। ସମୟକୁ ସେ ନିନ୍ଦା କରେ, କିନ୍ତୁ ଏଠି ସମୟର କୌଣସି ସୂଚିତ କରେ ନାହିଁ, ଖରାପ କେବେ କାହାକୁ ଖରାପ ସମୟରେ ବା ବାଟରେ ନିଅନ୍ତି ନାହିଁ। ଇଏ ହଉଛି ଗୋଟିଏ କହିଲା ସମୟ ଚେତନା। ସ୍ୱାଧୀନତା ପରବର୍ତ୍ତୀ କବିତା ଭାର ଭାବଧାରା ଭିତରେ ଆସିଲା ଆଉ ଗୋଟିଏ ଚେତନା, ଯାହାକୁ ଆମେ କହୁ ମୃତ୍ୟୁ ଚେତନା ବୋଲିକି ଜାଗ୍ରତ ହେଲା। ଯେ ଅନେକ ସମୟରେ କହିବି, ଏମିତି ଗୋଟେ ସମୟ ଥିଲା ମୃତ୍ୟୁ କଥା କହିଲେ ଶରୀରର ଲୋମ ଟାଙ୍କୁଳି ଉଠୁଥିଲା, ମୃତ୍ୟୁ କଥା କହିଲେ ଶରୀର ମୃତ୍ୟୁ କହିଲେ ଶୁଣି ପାରୁଛି ମୁଁ କହିବାଟା ଆପଣ ମାନେ? ଆଜ୍ଞା ସାର୍, ଶୁଣିପାରୁଛୁ ସାର୍। ଆଜ୍ଞା ଆଜ୍ଞା। ମୃତ୍ୟୁ ଚେତନା, ଯେ ଅନେକ ସମୟରେ ଗୋଟେ ସମୟ ଥିଲା ଯେ ସ୍ଵାଧୀନତା ପୂର୍ବରୁ ଯେ ଲୋକମାନେ ମୃତ୍ୟୁ କଥା କହିଲେ ରୁମ ଟାଙ୍କୁଳି ଉଠୁଥିଲା।
ମୃତ୍ୟୁ କଥା କହିଲେ ସେ ଦେହ ଶିହରି ଉଠୁଥିଲା। ସମୟ ମୃତ୍ୟୁକୁ ସମସ୍ତେ ସାମ୍ନା କରିବା ପାଇଁ କିଏ ପ୍ରସ୍ତୁତ ନଥିଲେ। ଡାକ୍ତର ଯଦି ଆମକୁ କହୁଥିଲା ଯେ ଆଉ ଏମିତି ତତେ ରୋଗ ହେଇଛି, ତୁ ଯଦି ଠିକ ଶରୀରକୁ ଦାୟିତ୍ୱ ନେନୁ ତୁ ମରିଯିବୁ, ସେତେବେଳେ ଘରେ ପରିବାର ଭିତରେ କାନ୍ଦଣା ପଡି ଯାଉଥିଲା, ବଞ୍ଚିବ ପିଲାଟି କେମିତି। କିନ୍ତୁ ସ୍ଵାଧୀନତା ପରବର୍ତ୍ତୀ ସମୟରେ ଏମିତି ଗୋଟେ ସମୟ ଆସିଲା, ଅନ୍ଧାରରେ ସିଡି ଚଢି ଚଢି ମଣିଷ ମୃତ୍ୟୁକୁ ସାମ୍ନା କରିବା ପାଇଁ ସେ ଚେଷ୍ଟା କଲା, ମୃତ୍ୟୁକୁ ଆପଣେଇଲା, ମୃତ୍ୟୁକୁ ସହାସ୍ୟ ବଦନରେ ସେ ଗ୍ରହଣ କଲା। ଏବଂ ସ୍ଵାଧୀନତା ପରବର୍ତ୍ତୀ ମଣିଷଟି ଭାବିଲା ଯେ ଜୀବନରେ ସବୁଠାରୁ ମୃତ୍ୟୁ ହିଁ ସହାସ୍ୟ, ମୃତ୍ୟୁ ହିଁ ମୁକ୍ତି ଦବ, ମୃତ୍ୟୁ ହିଁ ଗୋଟେ ଆତ୍ମାକୁ ସେ ସଦ୍ଗତି ପ୍ରଦାନ କରିବ ଏବଂ ଗୋଟେ ମନୁଷ୍ୟର ଆତ୍ମାକୁ ଗୋଟେ ନୂଆ ଜୀବନନାଶ ଦେବ ମୃତ୍ୟୁ। ତେଣୁ ଯୋଉଠି ମଣିଷର ଖରାପ ସମୟ ଆସେ, ଦୁଃଖ ଯନ୍ତ୍ରଣା, ଗାଳି ଅପେକ୍ଷା ଅର୍ଥନୈତିକ ସଙ୍କଟ କୋଉଠି ଦେଖାଯାଏ, ମଣିଷ ଯୋଉଠି ଲଢିବା ଭିତରେ ଯୋଉଠି ବିଜୟୀ ପ୍ରତି ବଦଳରେ ସେ କଣ କରେ ନା ହାରିଯାଏ, ପରାଜୟ ବରଣ କରେ ଏବଂ ଲୋକମାନଙ୍କର କୋଉଠି ନିନ୍ଦାର ଯଦି ସେ କଣ କରେ ନା ଛାପା ହୋଇଯାଏ, ସେତେବେଳେ ମଣିଷ ଆପଣାଏ ଯେ ସବୁଠାରୁ ମୃତ୍ୟୁ ହଉଛି ଶ୍ରେୟସ୍କର, ମୃତ୍ୟୁକୁ ସେ ଗ୍ରହଣ କରିଦିଏ। ସେଠୁ ମୃତ୍ୟୁ ହିଁ ସେଇଠୁ ସେ ଚେତନାଟି ଆରମ୍ଭ ହେଲା। ଯେ ଯେତିକି ଚେତନା ମୁଁ କହୁଛି, ଏ ଚେତନା ଗୁଡିକ ମୌଳିକ ଭାବରେ ନାହିଁ, କବିଟିଏ ଯୋଉଠି ଦେଖୁଛନ୍ତି, ଯାହା ଯୋଉଠି ଅନୁଭବ କରୁଛନ୍ତି ମନୁଷ୍ୟ ଭାବରେ, ସେଇ ଚେତନାକୁ ସେ ତିଆରି କରିକି ନିଜ କବିତାରେ ସେ ଆଙ୍କି ଦଉଛନ୍ତି। ଯେ ମୃତ୍ୟୁ ଚେତନା ସ୍ୱାଧୀନତା ପରବର୍ତ୍ତୀ ଆତ୍ମିକ ଦିଗରେ ଏକ ବିଶିଷ୍ଟ ଅଧ୍ୟାୟ ବୋଲିକି ମୁଁ କହିବି। ମୃତ୍ୟୁ ଚେତନାରେ କବିତା ଲେଖନ୍ତି ଗୁରୁପ୍ରସାଦ ମହାନ୍ତି ଏବଂ ରମାକାନ୍ତ ରଥ। ଯେ ଏଥିରେ କୁହାଯାଏ, ମୃତ୍ୟୁ କେବଳ ଠିକ ସହରର ଫ୍ୟୁଜ ଆକସ୍ମାକ ଜଳିଗଲା ପରି। ଏ ମୃତ୍ୟୁ କେବଳ ଠିକ ସହରର ସବୁ ଫ୍ୟୁଜ ଆକସ୍ମିକ ଜଳିଗଲା ପରି, ଏ ମୃତ୍ୟୁ ବା କାହା ପାଇଁ ଚାକିରିରୁ ଆକସ୍ମିକ ଛୁଟି ନେଲା ପରି। ଯେ ଆମେ କେବେ ମୃତ୍ୟୁବରଣ କରିବା, ସୁଇସାଇଡ କରିବା, ଜୀବନକୁ ବାଜି ଲଗେଇଦବା, କେବେ ହେଲେ ଆମେ ବର୍ଷେ ଆଗରୁ ବା 2 ମାସ ଆଗରୁ ବା 6 ବର୍ଷ କିମ୍ବା 5 ଦିନ ବା 50 ଦିନ ପୂର୍ବରୁ ଆମେ କେବେ ଭାବିନଥାଉ। ମୃତ୍ୟୁଟା ଆସେ ଆକସ୍ମିକ, କାହା ଭଳିଆ? ଏ ମୃତ୍ୟୁ ଠିକ ସହରର ଫ୍ୟୁଜ ଉଡିଗଲା ଭଳିଆ। ଯେମିତି ଟ୍ରାନ୍ସଫର୍ମର ହଠାତ୍ ଦିନ ଆମେ କେବେ ଜାଣିନଥାଉ ଯେ ଫ୍ୟୁଜଟା ଉଡିବ, ହଠାତ୍ ଦିନ ଉଡିଯାଏ ଆକସ୍ମିକ ଭାବରେ। ଏବଂ ଆମେ କେବେ ଅଫିସରୁ ଛୁଟି ନେବା ପାଇଁ ଆମେ କେବେ ବର୍ଷ ପୂର୍ବରୁ ଭାବିନଥାଉ, ହଠାତ୍ କଣ ଗୁରୁତ୍ୱ ପଡିଲା ଆମେ ଛୁଟି ନେଉ। ସେମିତି ମୃତ୍ୟୁଟା କେତେବେଳେ କୋଉ ମୁହୂର୍ତ୍ତରେ କେତେବେଳେ ମଣିଷକୁ ଗ୍ରାସ କରେ ଏବଂ ମଣିଷ ତାକୁ କେମିତି ହଠାତ୍ କିନା ଆବୋରି ନେଇଯାଏ। ଏବଂ ତାହା ଗୋଟେ କଣ ମଣିଷ ପାଇଁ ଗୋଟେ ଚିନ୍ତାଜନକ ଯେ ମୃତ୍ୟୁ ଭଳିଆ ଗୋଟେ ଏତେ ଭୟଭୀତ ଜିନିଷକୁ ଯେ କବିତାରେ ସ୍ଥାନ ଦିଅନ୍ତି ସ୍ଵାଧୀନତା ପରବର୍ତ୍ତୀ କବିତାରେ, କାହିଁକି ଆଜି ମଧ୍ୟ ଅନେକ ସାହିତ୍ୟିକ ଗହଣରେ ଆଶ୍ଚର୍ଯ୍ୟ ଏବଂ ଅନେକ ସମୟରେ ପ୍ରଶ୍ନବାଚୀ ହେଇକିରି ଛିଡା ହେଇଛି ଯେ ମୃତ୍ୟୁ ଏକ ଭୟଙ୍କାରୀ ଜିନିଷ, ଏଇ ଜିନିଷକୁ ବୋଲି କୁହାଯାଏ। ମୃତ୍ୟୁକୁ ନେଇକି ଆଉ ଗୋଟେ କବିତା ରଚନା କରିଛନ୍ତି କି ନା ଦୀପକ ମିଶ୍ର। ସେ କହନ୍ତି, ମୃତ୍ୟୁ ଏକ ରମଣୀୟ ସ୍ଥାନ, ମୃତ୍ୟୁ ଏକ ରମଣୀୟ ନିରାପଦ ସ୍ଥାନ, ରମଣୀୟ କୋଳ ପରି ତାର ନାହିଁ କୌଣସି ପ୍ରସ୍ଥାନ। ଯେ ମୃତ୍ୟୁବରଣ କରିବା ପାଇଁ କୌଣସି ଆମକୁ ଗୋଟେ ସ୍ୱତନ୍ତ୍ର ସ୍ଥାନର ଆବଶ୍ୟକତା ପଡେ ନାହିଁ। ଯେମିତି ଆମେ ପ୍ରେମ କରିବା ପାଇଁ ଉଦ୍ୟାନର ଆବଶ୍ୟକତା ପଡେ ଏବଂ ଖାଇବା ପାଇଁ ଯେମିତି ଆମେ ରେଷ୍ଟୁରାଣ୍ଟର ଆବଶ୍ୟକତା ପଡୁ ବା ଫାଷ୍ଟଫୁଡ ଆମେ ଗ୍ରହଣ କରୁ, ସେମିତି ମୃତ୍ୟୁ କୌଣସି ସେ ସ୍ଥାନ ଜାଣେ ନାହିଁ। ଗଛ ପତ୍ର ହଉ, ଘରେ ହଉ, ରାସ୍ତା କଡ ହଉ, ରୋଡ ହଉ, ରେଳ ପଇରେ ଧାରଣାରେ ହଉ, ଇଲେକ୍ଟ୍ରିକ ବୋର୍ଡରେ ହଉ, କୋଉଠି ମଣିଷ କେତେବେଳେ କୋଉ ମୁହୂର୍ତ୍ତରେ କାହାକୁ କେତେବେଳେ ବ୍ୟବହାର କରିକି ମୃତ୍ୟୁବରଣ କରେ, ତାର କୌଣସି ସ୍ୱତନ୍ତ୍ର ସ୍ଥାନ କିମ୍ବା ସମୟ ସେ କେବେ ନିର୍ଘଣ୍ଟ ସ୍ଥିର କରେ ନାହିଁ। ଏହା ଆକସ୍ମିକ ଆସିଯାଏ। କୋଉଠି ନା ଟ୍ରାନ୍ସଫର୍ମରୁ ଫ୍ୟୁଜ ଉଡିଲା ଭଳିଆ ଏବଂ ଅଫିସରୁ ଛୁଟି ନେଲା ଭଳିଆ ମୃତ୍ୟୁଟା ହଉଛି ଆକସ୍ମିକ ଆସିଯାଏ। ଇଏ ହଉଛି ସ୍ୱାଧୀନତା ପରବର୍ତ୍ତୀ କବିତାର ମୃତ୍ୟୁ ଚେତନା। ସ୍ୱାଧୀନତା ପରବର୍ତ୍ତୀ କବିତାର ଆଉ ଗୋଟେ ଅନ୍ୟତମ ଚେତନା ହଉଛି ଦଳିତ ଚେତନା। ଦଳିତ ଚେତନା କଣ ନା ସ୍ୱାଧୀନତା ଯେତେବେଳେ ଲାଭ ହେଲା, ଯୋଉ ଆମ ସମ୍ବିଧାନ ଯୋଉଟା ପ୍ରଣୟନ କରାହଉଥିଲା କଣ ନା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ, ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯିବ। ଏଥିରେ କେହି ଉଚ୍ଚ ନିଚ, ଛୋଟ ବଡ, ବାଙ୍ଗରା ଡେଙ୍ଗା ଏମିତି ଦେଖାଯିବ ନାହିଁ, ସମସ୍ତେ ଗଣତନ୍ତ୍ର ପାଖରେ ସମାନ। କିନ୍ତୁ ଯୋଉ ସମ୍ବିଧାନ ପ୍ରଣୟନ କଲା ପରେ, ଦେଶ ସ୍ୱାଧୀନ ହେଲା ପରେ, ଦଳିତ ଚେତନାଟା ବହୁତ ଭାବରେ ଲୋକମାନଙ୍କୁ ଗ୍ରାସ କଲା। ଉଚ୍ଚ ନିଚ ଭେଦଭାବଟା ଲୋକମାନଙ୍କ ଭିତରେ ବହୁତ ଗୋଟେ ପ୍ରଭେଦ ତିଆରି କଲା। ଯେ କଣ ନା ଜାତି ଭେଦ ଆମର ଅଛି, ଯେ ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ଏଇଟା ଥିଲା ଆମର ପ୍ରାଚୀନ ସମୟରେ ବା ବେଦାନ୍ତ ବା ବୈଦିକ ସମୟରେ। ଆଜିକା ସମୟରେ ମଧ୍ୟ ଜାତି ଭେଦଟା ଆହୁରି ବିଭିନ୍ନ ପ୍ରକାର ହେଇଗଲା। ସେଇ ସମୟ ତ 4ଟା ଥିଲା, ଆଜିକା ସମୟରେ ଜାତି ଭେଦ କରିବା ଯେ ବିଭିନ୍ନ ପ୍ରକାର ଜାତି, ସେ କେଉଟ ଜାତି, ଇଏ ପାଣ ଜାତି, ସେ କେଳା ଜାତି, ଇଏ ମାଟିଆ ଜାତି, ଇଏ ହଉଛି ନା କଣ ନା ଇଏ ହଉଛି ନା ଆଳିଆ ଜାତି,
ଇଏ ହଉଛି ଖଣ୍ଡାୟତ, ଇଏ ହଉଛି ଓଡିଆ, ଇଏ ହଉଛି ବ୍ରାହ୍ମଣ, ଇଏ ହଉଛି ତେଲୁଗୁ ବ୍ରାହ୍ମଣ, ଇଏ ହଉଛି ଓଡିଆ ବ୍ରାହ୍ମଣ, ଇଏ ହଉଛି କଳା ବ୍ରାହ୍ମଣ। ଏମିତି ଅନେକ ପ୍ରକାର ଜାତି ଆମ ଭିତରେ ତିଆରି ହେଲା। ତାକୁ ନେଇକି ଉଚ୍ଚ ଜାତିର ଲୋକମାନେ ନିମ୍ନ ବର୍ଗର ଲୋକମାନଙ୍କୁ ଦଳିତ ଭାବରେ ଗ୍ରହଣ କଲେ ବା ସେମାନଙ୍କୁ ନିମ୍ନ ଚକ୍ଷୁରେ ଦେଖିଲେ। ସେଇ ନିମ୍ନ ଚକ୍ଷୁରୁ ଆରମ୍ଭ ହେଇ ଦଳିତ ଚେତନାଟି ଧୀରେ ଧୀରେ ତିଆରି ହେଲା। ଦଳିତର ଅର୍ଥ ହଉଛି ଆମେ କହିବା ଯେ ସମାଜର ନିମ୍ନ ବର୍ଗର ଲୋକମାନେ ଦଳିତ ଚେତନା, ବା ଯଦି ଆମେ ଦେଖିବା ଯାହାକୁ ଏସଟି ଏସଟି ବା ଜନଜାତି ଅନୁସୂଚିତ ଜନଜାତି ଲୋକମାନଙ୍କର ଦଳିତ ଚେତନା ବୋଲିକି ଆମେ ତାକୁ ଗ୍ରହଣ କରିଛନ୍ତି କବିମାନେ। ଏ ଭିତରେ ଗୋଟେ ପଂକ୍ତିଟିଏ କୁହାଯାଉଛି, ମୁଁ ଗୋଟି ଗୋଟି ପୃଷ୍ଠା ଓଲଟାଏ ଯେଉଁମାନଙ୍କ ଝାଳ ଏବଂ ରକ୍ତରେ ଗଢା ହୋଇଛି ଆମ ଘରର ପିଢି ଉପରେ ପିଢି, ମୋ ଆଖି ଲୁହରେ ଛଳ ଛଳ ହୋଇପଡେ ଏଇ କଥା। ଏଇ ଭିତରେ କୁହାଯାଉଛି ଯେ ଏ ଭିତରେ ଦଳିତ ଚେତନା ଭିତରେ ଦେଖ, ଯୋଉମାନଙ୍କୁ ଆମେ ଘୃଣା କରୁ ସେଇମାନଙ୍କୁ ହିଁ ଆମେ ଜୀବନରେ ଖଟାଉ। ସେମାନେ ହିଁ ଆମ ପରିବେଶରେ ଗୋଟେ ନୂତନ ପରିବେଶ ତିଆରି କରି, ଆମେ ରାସ୍ତାରେ ଲୋକଟି ଯିଏ ସଫା କରୁଛି ବା ମ୍ୟୁନିସିପାଲିଟି ଲୋକକୁ ଆମେ ଘୃଣା କରୁ, ସିଏ ହଉଛି ଦଳିତ ଲୋକଟି। କିନ୍ତୁ ସେ ଯଦି ସଫା ନ କରିବ ସକାଳୁ ଉଠିକି ଆମ ପରିବେଶ ଟା ନଷ୍ଟ ହେଇଯିବ, ଗନ୍ଧ ହେଇଯିବ, ଗୋଟେ ଦୁର୍ଗନ୍ଧ ବାହାରିବ। ଏବଂ ଆମେ ଯୋଉ ଲୋକଟି ଲେଟ୍ରିନ୍ ସଫା କରୁ ତାକୁ କହୁ ଯେ ସମାଜର ଲୋକଟି, ସିଏ ହଉଛି ଦଳିତ ଲୋକଟି। କିନ୍ତୁ ସେ ଲେଟ୍ରିନ୍ ସଫା ନ କଲେ ଆମ ଘର ଦୁର୍ଗନ୍ଧ ହେଇଯିବ। ଏଇ କଥାକୁ ଆମେ କରୁ। ପରବର୍ତ୍ତୀ ସମୟରେ ଦଳିତ ଲୋକମାନେ ଆଉ କାହାକୁ କହିବା ନା, ଯୋଉମାନେ ବିଶେଷ କରିକି କଣ କରନ୍ତି ନା ରାସ୍ତା କଡରେ ରହିକି କଣ ନା ଭିକ୍ଷାବୃତ୍ତି କରନ୍ତି, ତାକୁ ଆମେ ଦଳିତ ବୋଲିକି କହୁ। ବା ସମାଜରେ ଦଳିତ ବୋଲିକି ଆଉ କାହାକୁ କହୁ ନା, ଯୋଉମାନେ ନିମ୍ନମାନର କାମ କରନ୍ତି, ଯେମିତି ଜୋତା ସିଲେଇ କରିବା, ଯୋଉମାନେ ବେଗ ସିଲେଇ କରିବା, ତାକୁ ଆମେ ଦଳିତ ବୋଲି। କିନ୍ତୁ ସେମାନଙ୍କୁ ଆଉ ଯେ ସେମାନେ ଯଦି ନଥିଲେ, ଆମ ଜୋତାର ଯଦି ସିଲେଇ ନ କରିବ, ତାହେଲେ ଆମର ସୌନ୍ଦର୍ଯ୍ୟଟି ସେଇଠି କଣ ନା ପରାକାଷ୍ଠା ପ୍ରଦର୍ଶନ କରିପାରିବ ନାହିଁ। ତେଣୁ ଏଠି ବ୍ରହ୍ମାନନ୍ଦ ଦାସ କବି, ମୁଁ ଗୋଟି ଗୋଟି ପୃଷ୍ଠା ଓଲଟା ଯୋଉମାନଙ୍କ ଝାଳରେ, ସେଇମାନଙ୍କର ଦଳିତ ବୋଲି ଯାହା କହୁଛୁ, ସେମାନଙ୍କର ଝାଳ ନାଳ ପରିଶ୍ରମରେ ହିଁ ଆମ ପରିବେଶ ଆଜି ଶ୍ରେଷ୍ଠ ବା ଉନ୍ନତ ବୋଲିକି ଆମେ ଗ୍ରହଣ କରୁଛୁ। ଆମେ ଘରଟି ତିଆରି ହେଇଛି କାହା ଦ୍ୱାରା ନା, ମିସ୍ତ୍ରୀଟି ଏବଂ ମୂଲିଆଟି ଲାଗିଲେ ଆମେ ଘର ତିଆରି କରୁ। ତେଣୁ ଆମେ ସେମାନଙ୍କୁ ମୂଲିଆଟାକୁ ଆମେ କହୁଛୁ ସେ ହଉଛି ଦଳିତ। କିନ୍ତୁ ଏଇ ଚେତନାଟି ଆମର କଣ ନା ସୃଷ୍ଟି ହେଇଛି ଜାତିଭେଦ ଦୃଷ୍ଟି ରହିକିରି, ଏଇଠୁ ପିଲେ ନା ଦଳିତ ଚେତନାଟି ଆମର ସୃଷ୍ଟି ହେଲା। ଏହା ବ୍ରହ୍ମାନନ୍ଦ ଦାସ ଝରକା ବାହାରେ କବିତାରେ ଏହାକୁ ପିଲେ ଚିତ୍ରିତ କରିଛନ୍ତି। ଦଳିତ ଚେତନାକୁ ଲେଖିଛନ୍ତି ଆଶୁତୋଷ ପରିଡା। ସେ କହୁଛନ୍ତି, ମତେ ଗୋଇଠା ମାରିଲେ ଗଛରୁ ଖସି ପଡେ ପତ୍ର, ଆକାଶରୁ ଝରି ପଡେ ତାରା, ମୋ ଛାତି ଫାଟିଦେଲେ ବାହାରି ଆସେ ମଣିଷ। ଏଠି ଚମତ୍କାର ଭାବରେ ମତେ ଗୋଇଠା ମାରିଦେଲେ, ତାକୁ ଅନେକ ସମୟ ଆଘାତ କରୁ, ଗୋଇଠା ମାରି ଦଉ। ତାକୁ ଯେତେବେଳେ ସମାଜ ଗୋଟେ ଭିନ୍ନ ଚକ୍ଷୁରେ ଦେଖୁ, ବା ଆମେ ସମାଜରେ ଭୋଜି ଖାଉ, ଭୋଜି ଖାଇଲା ବେଳେ ପ୍ରଥମେ ଆମେ ଉଚ୍ଚ ଜାତିର ଲୋକମାନଙ୍କୁ ଡାକିବା, ତାପରେ ଦଳିତ ଲୋକର ନିମ୍ନ ଲୋକମାନଙ୍କୁ ଡାକିବା ଯେ ଭୋଜି ଖାଇବା ପାଇଁ। ତେଣୁ ସେଇ ଯୋଉ ଆଘାତଟା ହୁଏ, ସିଏ କୁହନ୍ତି ତମେ ଯଦି ଯୋଉ ଏ ଆଘାତଟା ଦଉଛ, ସେମିତି ଯଦି ଘର କରଣା କଲାବେଳେ, ସଫା କଲାବେଳେ ସେମିତି ଯଦି ପ୍ରଥମେ ସେ ପ୍ରାୟୋରିଟି ଆମ ଶେଷରେ ଦେଇଥାନ୍ତ, ତାହେଲେ ଆମେ ଖୁସି ହେଇଥାନ୍ତୁ ବୋଲିକି ଏହା ବ୍ରହ୍ମାନନ୍ଦ ପରିଡା ବା ଆଶୁତୋଷ ପରିଡା ଏଇ କବିତା ଭିତରେ ତାହାକୁ କହିଛନ୍ତି। ତାପରେ ଆମେ ଦ୍ୱିତୀୟ କବିତା ଦେଖିବା ଯେ ବାମାବାଦୀ ଚେତନା। ବାମାବାଦୀ ଚେତନା ହଉଛି ବା ନାରୀବାଦୀ ଚେତନା ବୋଲିକି ଆମେ କହୁ। ସ୍ଵାଧୀନତା ପରବର୍ତ୍ତୀ ପରେ ନାରୀମାନେ ଅନେକ ସମୟରେ ସ୍ଵାଧୀନତା ପୂର୍ବରୁ ଚାରିକାନ୍ଥ ଭିତରେ ଆବଦ୍ଧ ହେଇକିରି ରହୁଥିଲେ, ବା ତାଙ୍କୁ ସମାଜ ପୁରୁଷ ମାନଙ୍କ ଭଳିଆ ତାଙ୍କୁ ସ୍ଵାଧୀନତା ଦିଆଯାଉନଥିଲା। ପୁରୁଷ କୈନ୍ଦ୍ରିକ ସମାଜ ଥିଲା ସ୍ଵାଧୀନତା ପରବର୍ତ୍ତୀ ସମାଜର ପୃଷ୍ଠଭୂମି। କିନ୍ତୁ ସ୍ଵାଧୀନତା ପରବର୍ତ୍ତୀ ପରେ ଆମର ସମ୍ବିଧାନ ତିଆରି ହେଲା, ସେତେବେଳେ ପୁରୁଷ ଏବଂ ସ୍ତ୍ରୀକୁ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଅଧିକାର ପ୍ରଦାନ କରାଦେଲା। ଯେ କଣ ନା, ନାରୀ ମାନେ ମଧ୍ୟ ସମାଜରେ ପୁରୁଷ ଭଳିଆ ଯୋଉ କାମ କରୁଛନ୍ତି, ନାରୀ ମଧ୍ୟ ସେଇ ଭଳିଆ କାମ କରିବେ। ପୁରୁଷ ମାନେ ଯେ ଚାକିରି କରୁଛନ୍ତି, ନାରୀ ମଧ୍ୟ ଚାକିରିଟି କରିବେ। ପୁରୁଷ ଭଳିଆ ଯେମିତି ସବୁ କାମ କରିପାରୁଛନ୍ତି, ପୁରୁଷଟି ଯେମିତି ଶିକ୍ଷକ, ଯେକୌଣସି ସମାଜର ପ୍ରତ୍ୟେକ ଉନ୍ନତିମୂଳକ କ୍ଷେତ୍ରରେ ପୁରୁଷ ଯେମିତି ଗୁରୁତ୍ୱ ଦିଆଯାଏ, ସମାନ ଭାବରେ ନାରୀ ମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏ ଯୋଉ ନାରୀବାଦ ବାମବାଦୀର ଚେତନାର ଅର୍ଥ ହଉଛି, ନାରୀଟିଏ ପୁରୁଷକୁ ପ୍ରତିହତ କରେ ନାହିଁ, କି ନାରୀଟିଏ ପୁରୁଷକୁ ବିରୋଧ କରେ ନାହିଁ। ନାରୀବାଦର ହଉଛି ପୁରୁଷ ସହିତ ନାରୀଟିଏ ପାଦ ମିଶେଇ, ପାଦ ଥାପି ଥାପି, ବା ଗୋଡ ସହିତ ଗୋଡ ମିଶେଇ, ହାତ ସହିତ ହାତ ମିଶେଇ ପୁରୁଷ ସହିତ ସମତୁଲ୍ୟ ହେବା ପାଇଁ ସିଏ ଚେଷ୍ଟା କରେ। ସେଇଠୁ ସିଏ ହେଉଛି ନାରୀବାଦ। କିନ୍ତୁ ସ୍ଵାଧୀନତା ପରେ ମଧ୍ୟ ନାରୀ ମାନଙ୍କୁ ଏଇ ସ୍ୱୀକୃତିଟା ପ୍ରଦାନ କରାଯାଇଥିଲା। ତେଣୁ ନାରୀ ମାନେ ଜାଗରଣ କରିଥିଲେ ଯେ ପୁରୁଷ ସମାଜ ସହିତ ଆମେ ହାତ ମିଶେଇ ବା ପାଦରେ ପାଦ ମିଶେଇ ଆଗକୁ ବଢିବୁ। ତେଣୁ ଗିରିବାଳ ମହାନ୍ତି ଲେଖନ୍ତି ମା ସ୍ତ୍ରୀ ଲୋକ କବିତାରେ ବାମବାଦୀ ଚେତନାକୁ ନେଇକିରି, ମୁଁ ଅହଙ୍କାର ଦେଇ ମତେ ଆୟତ କରିବ ଏତେଟା ସୁଲଭ ନୁହେଁ ପ୍ରକୃତି, ମୁଁ ପ୍ରୀତିର ପରମ ତୁମ ମାତା ସମ, ଅଦାନରେ ପ୍ରଳୟର ସାକ୍ଷାତ ମୁଁ ମୂରତି। କିନ୍ତୁ ତମେ ଯୋଉ ସ୍ଵାଧୀନତା ପୂର୍ବରୁ ଯୋଉ ମତେ ଭାବୁଥିଲ ତମ ଅହଙ୍କାରରେ, ତମ ବଳରେ, ତମର ଦ୍ୱିଧାରେ ମତେ ଯେମିତି ବନ୍ଦୀ କରି ରଖୁଥିଲ ଚାରି ଘର ଭିତରେ, କାନ୍ଥ ଭିତରେ, ଯେ ତମର ପୁରୁଷ ଭଳିଆ ମୁଁ ସ୍ଵାଧୀନତା ପାଇବି ନାହିଁ। କିନ୍ତୁ ଆଜି ଯୋଉ ପରିବେଶ ହେଇଛି, ଆଜି ଯୋଉ ସମୟ ଆଇଛି,
ତମେ ଆଉ ଆମକୁ ବାନ୍ଧି ରଖିବାର ସମୟ ନାହିଁ, ତମେ ଆମକୁ ଆୟତ୍ତ କରିବାର ରଖ ନାହିଁ, ତମ ଅହଙ୍କାରରେ ଆମେ ବଞ୍ଚିବୁନି। କାରଣ ଆମେ ନା ଏବେ ଏକଜୁଟ ହେଲନି, ଆମେ କଣ କରୁ ନା ତମ ଭଳି ଆମେ ସୁବିଧା ସୁଯୋଗ ପାଇବୁ ଏବଂ ତମେ ଯଦି ପ୍ରତିହତ କରିବ ତମ ବିରୁଦ୍ଧରେ ଆମେ ସଂଗ୍ରାମ କରିବୁ। ସେଇଠୁ ନାରୀବାଦ ଆନ୍ଦୋଳନ ତିଆରି ହେଲା ଏବଂ ଆଜିକା ସମୟରେ ଦେଖିବେ ଯଦି ଆଜି ମଧ୍ୟ ନାରୀ ମାନେ ମଧ୍ୟ ଅନେକ ସମୟରେ ମହିଳା ସଶକ୍ତିକରଣ କରି ସରକାର ବିଭିନ୍ନ ଯୋଜନାରେ ମହିଳା ମାନେ ସଶକ୍ତିକରଣ କଲେଣି ଏବଂ ମହିଳା ମାନେ ସଶକ୍ତିକରଣ ହେବାର ମଧ୍ୟ ଆବଶ୍ୟକତା ରହିଛି। ନାରୀଟି କାହିଁକି ଚାରି କାନ୍ଥ ଭିତରେ ରହିବ, ପୁରୁଷ ଭଳିଆ କାହିଁକି ସ୍ୱାଧୀନତା ପାଇପାରିବ ନାହିଁ? ଏହା ମଧ୍ୟ ଗୋଟେ ଯୁକ୍ତି, ଗୋଟେ ଗୁରୁତ୍ୱ ପ୍ରସଙ୍ଗ ସ୍ୱାଧୀନତା ପରବର୍ତ୍ତୀ ଓଡିଆ କବିତାର ଆତ୍ମିକ କ୍ଷେତ୍ରରେ। ତାପରେ ଆମେ ଦେଖିବା ସ୍ୱାଧୀନତା ପରବର୍ତ୍ତୀ କବିତାର ଆତ୍ମିକ ଭିତରେ ଐଶୀ ଚେତନା। ଐଶୀର ଅର୍ଥ ହଉଛି ଈଶ୍ୱରବାଦୀ ଚେତନା। ଯେ ସ୍ୱାଧୀନତା ପରବର୍ତ୍ତୀ ମଣିଷଟିଏ ଆଧ୍ୟାତ୍ମିକ ମାର୍ଗରୁ ଓହରି ଗଲା, ଭଗବାନଙ୍କୁ ବିଶ୍ୱାସ କଲା ନାହିଁ। ତେଣୁ ଆମେ ସମାଜରେ ଏବେ ଦେଖୁଛୁ କିଛି ଲୋକମାନେ ଜାତ ହୁଅନ୍ତି ଯେମିତି କେତୁବାଦୀ ମାନେ ଏବେ ସବୁ ବାହାରିଛନ୍ତି ଆମ ସମାଜରେ, ଯେ ଆମର ଭାରତୀୟ ଦର୍ଶନକୁ ସେମାନେ ମାନନ୍ତି ନାହିଁ। ଯେମିତି ଆମ ଅମାବାସ୍ୟା ଗ୍ରହଣ ଏଇ ସମୟ ସବୁ ଆମିଷ ପତ୍ର ଖାଇବା ବା ଭକ୍ଷଣ କରିବା, ଏଇ ସବୁ ଚେତନା ହେଲା ଯେ ସ୍ୱାଧୀନତା ପରି ମଣିଷଟିଏ ଭଗବାନଙ୍କୁ ଖାତିର କଲା ନାହିଁ ବା ଭଗବାନଙ୍କୁ ମାନିଲା ନାହିଁ। ଭଗବାନ ଏଇଠି କିଏ ନୁହଁ, ଭଗବାନ ହଉଛନ୍ତି ନିର୍ଜୀବ, ଭଗବାନ ବୋଲିକି କୌଣସି ଜିନିଷ ନାହିଁ। ସ୍ୱାଧୀନତା ପରବର୍ତ୍ତୀ ମଣିଷଟି ଭାବିଲା, ଈଶ୍ୱରକୁ ନିନ୍ଦା କଲା। ସ୍ୱାଧୀନତା ପରବର୍ତ୍ତୀ ମଣିଷଟି କହିଲା ଯେ ଗଡ ଇଜ ଡେଡ୍, ଈଶ୍ୱର ହଉଛନ୍ତି ମୃତ, ଈଶ୍ୱରଙ୍କର କୌଣସି ଜୀବନ ନାହିଁ। ଯଦି ଈଶ୍ୱରଙ୍କର ଯଦି ଜୀବନ ଥାନ୍ତା, ଯୋଉ ଏଇଠି ନାରୀ ମାନେ ଧର୍ଷିତା ହୁଅନ୍ତି ଏବଂ ଏଇଠି ଦଳିତ ମାନଙ୍କୁ ଯୋଉ ଅପଦସ୍ଥ କରାହଉଛି, ନିନ୍ଦିତ କରାହଉଛି, ଲୋକମାନଙ୍କର ଯୋଉ ପୁଞ୍ଜିପତି ମାନଙ୍କର ଶୋଷଣ ଚାଲିଛି, ତାହେଲେ ଏଇ ସବୁ ଭଗବାନ ବୁଝି ନିଅନ୍ତେ। ଭଗବାନ ଏଇଠି ହଉଛି ଡେଥ୍, ଗଡ ଇଜ ଡେଥ୍, ଈଶ୍ୱରଙ୍କର ଏଠି ଜୀବନ ନାହିଁ, ସତ୍ତା ନାହିଁ। ତେଣୁ ଜୀବନ ମଣିଷ ସ୍ୱାଧୀନତା ପରବର୍ତ୍ତୀ ମଣିଷଟିଏ ଈଶ୍ୱରକୁ ନିନ୍ଦା କଲା। ଜଗନ୍ନାଥ ପ୍ରସାଦ ଲାହାନ୍ତି ପ୍ରଥମ ପୁରୁଷ କବିତାରେ, କିଏ ଅଛ ମୋ ହାତରେ ଭରି ଦିଅ ଆଣ, ଗଙ୍ଗା ଜଳ ସହରଟା ମଶାଣି ହେଲାଣି, ସିନ୍ଧୁକରେ ଅନେକ କଙ୍କାଳ, ପ୍ରାର୍ଥନା କରିବା ଆସ ଆଜି ଆମେ, ମୁକ୍ତି ପାଇଁ ସେମାନଙ୍କର ଅତୁପ୍ତ ଆତ୍ମନାର। ଏଠି କୁହାହଉଛି ମୋ ହାତରେ ଭରି ଦିଅ ଆଣ ଗଙ୍ଗା ଜଳ। ଗଙ୍ଗା ଜଳ ହଉଛି କଣ? ଶୁଦ୍ଧପୂତ ପବିତ୍ରର ଗୋଟେ ପ୍ରତୀକାତ୍ମକ ଛଡା। ସହରଟା ମଶାଣି ହେଲାଣି, ଏଇଠି ଭଗବାନ ନାହାନ୍ତି। ଯଦି ଭଗବାନ ଥାନ୍ତେ, ଗଙ୍ଗା ଜଳ ହଉଛି କଣ? ଭଗବାନଙ୍କର ପ୍ରତୀକ, ଏଇଠି ହଉଛି ମୁକ୍ତିର ପ୍ରତୀକ। ଯଦି ଭଗବାନ ବୋଲି କିଏ ଥାନ୍ତେ, ତାହେଲେ ଆଜି ସହରଟା ମଶାଣି ପାଲଟି ଯାଇ ନଥାନ୍ତା। ଯଦି ଭଗବାନ ବୋଲି କିଏ ଥାନ୍ତେ, ଲୋକମାନେ ଶୋଷିତ ହେଇକି କଙ୍କାଳର ରୂପ ନେଇ ନଥାନ୍ତେ ଏବଂ ଲୋକ ପ୍ରାର୍ଥନା କରୁ କରୁ ଭଗବାନ ଆସିକି ସାହାଯ୍ୟ କରିଥାନ୍ତି। ଏଇଠି ଭଗବାନ ଏଇଠି କିଏ ନାହାନ୍ତି, ଭଗବାନ ଏଇଠି ମୃତ, ଗଡ ଇଜ ଡେଡ୍। ଏଇ କଥା କହୁଛି ଜଗନ୍ନାଥ ପ୍ରସାଦ ଦାସ। ଆଉ ଗୋଟେ କବିତା ଲେଖନ୍ତି ସୌଭାଗ୍ୟ ମିଶ୍ର, ଆପଣ ବି ନିରୁପାୟ ଈଶ୍ୱର, ଆପଣ ଆମ ବାଡି ପଟର ମାତାଲ ବୁଢା, ତେଲଙ୍ଗା ଧୋବା ପରି ନିରୁପାୟ। ଏ ଭଗବାନ ହିଁ ଈଶ୍ୱର, ତମେ ଆଜି ନିରୁପାୟ ମୁଁ ଜାଣେ। କାରଣ ତମେ ଉପାୟ ଯଦି କିଛି ପାଇଥାନ୍ତ, ଏ ସମାଜକୁ କେବଳ ଉଦ୍ଧାର କରିଦେଇ ଦେଇଥାନ୍ତନି ଏବଂ ଶୋଷଣ ଶ୍ରେଣୀର ଲୋକମାନେ ଶୋଷିତ ହୋଇଥିବା ସେମାନଙ୍କୁ କେବେଠାରୁ ସମାଜରେ ପ୍ରତିଷ୍ଠା କରିଦେଇଥାନ୍ତନି, ସେମାନଙ୍କୁ କେବେଠାରୁ ତମେ ମୁକ୍ତ କରିଦେଇଥାନ୍ତନି। ତମେ ଆଜି ନିରୁପାୟ ମୁଁ ଜାଣେ, ତମେ ଆମ ମାନେ ବାରିପଟ ରହୁଛି ମାତାଲ ବୁଢା, ଯିଏ ବୁଢା ଲୋକ କେବେ ହେଲେ ସମାଜର ଉନ୍ନତି ମୂଳକ କାର୍ଯ୍ୟ କରିପାରେ ନାହିଁ। ସେ ଯେମିତି ଏକା ତରଫା ଯିଏ ବସିଛି, ତମେ ହଉଛ ସେଇ ଭଗବାନ ଈଶ୍ୱର, ଏକ ତରଫାରେ ତମେ ବଞ୍ଚିଛ। ଏଇ କଥାକୁ ସୌଭାଗ୍ୟ ତାଙ୍କର ମିଶ୍ର କବିତାରେ ଦିଅନ୍ତି। ଆଉ ଗୋଟେ କମଳାକାନ୍ତ ଲେଙ୍କା ମଧ୍ୟ ଗୋଟେ କବିତା ଦିଅନ୍ତି, ହେ ପ୍ରଭୁ ତୁମେ ଆଜି ଗୋଟା ଉପାସନାରେ ଚୁଲି ଜଳୁଥିବ, ତୁମେ ବୋଧ ହୁଏ ରାଗଟାରେ ହାଣି ଗୁଣି ସବୁ ଦେଉଛୁ ଯୁବ ଏବଂ ବର୍ଷାଟାରେ ଆପଣାକୁ ଏବେ ଅପସତି ଦିବ ବ୍ୟତୀତ ଜନ୍ମରୁ ମୃତ୍ୟୁ ଏଠି ସବୁ ବଞ୍ଚୁଥିବ। ଆର କଥା ହେ ପ୍ରଭୁ ତମେ ଗୋଟା ଉପାସନାରେ ଚୁଲି ଫୁଙ୍କୁଥିବ, ତମେ ଯଦି ପ୍ରକୃତରେ ଭଗବାନ ହେଇଥାନ୍ତ, ତମେ ଜାଣିଛ, ତମେ ବୁଲି ବୁଲି ଦେଖ ଭଗବାନ କେତେ ଲୋକ ତୁମ ମାନଙ୍କ ପାଇଁ ଆଜି ଘରେ ଚୁଲି ଜଳୁନାହିଁ, ଖାଦ୍ୟ ପାଇଁ ସେମାନେ କେତେ ପରିଶ୍ରମ କରୁଛନ୍ତି, ଦିନକୁ 2 ମୁଠା ଖାଇବାକୁ ମିଳୁନାହିଁ। କିନ୍ତୁ ଯିଏ ଶାସନ କରୁଛି, ଯିଏ ପୁଞ୍ଜିପତି ମାନେ ଅନେକ ଶୋଷଣ କରିକି ଟଙ୍କାର ରାଜଉଆସରେ ସେମାନେ ବଞ୍ଚୁଛନ୍ତି। ହେ ଭଗବାନ, ହେ ଈଶ୍ୱର, ତମେ ଯଦି ମୃତ ଯଦି ବଞ୍ଚିକି ଥାନ୍ତ, ହୁଏତ ତମେ ପରିବର୍ତ୍ତନ କରିଥାନ୍ତ। ତୁମେ ହଉଛ ଗଡ, ଈଶ୍ୱର ଇଜ ଡେଡ୍। ଏଇ କୁହାହଉଛି କମଳାକାନ୍ତ ଲେଙ୍କା। ତାପରେ ଆମେ ପଢିବା କଣ, ସ୍ୱାଧୀନତା ପରବର୍ତ୍ତୀ କବିତାରେ ଗୋଟେ ଆସିଲା ସାମ୍ୟବାଦୀ ଚେତନା। ସାମ୍ୟବାଦୀ ଚେତନା କଣ ନା, ଲୋକମାନେ ପୁଞ୍ଜିପତି ମାନେ ସାଧାରଣ ଲୋକମାନଙ୍କୁ ବି ଶୋଷଣ କରୁଥିଲେ, ଅତ୍ୟାଚାର କରୁଥିଲେ, ଖଟଉଥିଲେ, ଯେତିକି ମୂଲ୍ୟ ଦେବା କଥା ସେତିକି ମୂଲ୍ୟ ଦେଉନଥିଲେ। ମୂଲ୍ୟର ଧାର୍ଯ୍ୟ କଲା ବେଳେ ଯୋଉ ଧାର୍ଯ୍ୟ ମୂଲ୍ୟ ସେତିକି ବି ଦିଆଯାଉନଥିଲା ଏବଂ ପୁଞ୍ଜିପତି ମାନେ ଯେତିକି ଉତ୍ପାଦନ ଖାଦ୍ୟରୁ ଅଧିକ ଟିକସ ଆଦାୟ କରୁଥିଲେ। ଏଥିରୁ ପୁଞ୍ଜିପତି ମାନଙ୍କର ଶୋଷଣ ତିଆରି ହେଲା। ଓଡିଆ କବିତାରେ ଦେଖେଇଲେ କୋଉମାନେ ନା, କବି ମାନେ ଦେଖିଲେ ଯେ ଯୋଉ ସମାଜରେ ଆଜି ପୁଞ୍ଜିପତି ମାନଙ୍କର ଶୋଷଣ ଚାଲିଛି, ଅତ୍ୟାଚାର ଚାଲିଛି, ସେଥିରେ ସାଧାରଣ ଲୋକମାନେ କଣ ନା ବଳି ପଡି ଯାଉଛନ୍ତି। ତାକୁ ନେଇକି କବିତା ଲେଖିଲେ କିଏ ନା ସଚିଦାନନ୍ଦ ରାଉତରାୟ। ସେ କବିତା ଲେଖୁଛନ୍ତି କୋଉଠି ନା କୋଣାର୍କ କବିତାରେ, ତୁମେ ଦେଖିଅଛ ଶିଳାରେ ତାର ତ ରମ୍ୟ କଳାର ଚିତ୍ର, ମୁଇଁ ଦେଖିଅଛି ଶିଳାରେ ତାର କୋଟି କଙ୍କାଳ ଭଗ୍ନ ରୂପର ସ୍ତୂପ। ଆମେ ଯେତେବେଳେ କୋଣାର୍କକୁ ଯାଉ, ସେ କୋଣାର୍କ କଣ ଦେଖାଯାଉଛି ନା ରମ୍ୟ କଳା ଆମକୁ ଦେଖାଯିବ, ଚିତ୍ର କଳା ଅନେକ ଖୋଦେଇ ହେଇକି ନିହାଣ ମାଧ୍ୟମରେ ଜୀବନ୍ତ ଚିତ୍ର କଳାକୁ ଆମେ ଦେଖୁ।
କିନ୍ତୁ କବି ଯେତେବେଳେ ଯାଉଛନ୍ତି ସେ କୋଣାର୍କକୁ ଦେଖିବା ପାଇଁ କବି ସେତେବେଳେ କହୁଛନ୍ତି ଯେ ମତେ ଏଇ ଚିତ୍ର ଗୁଡିକ ମତେ ଚିତ୍ରକଳା ଦେଖାଯାଉନି, କଣ ଦେଖାଯାଉଛି ନା କୋଟି କଙ୍କାଳ ଭଗ୍ନ ରୂପର ସ୍ତୂପ। କାହିଁକି ନା ଯୋଉ ଚିତ୍ରକଳା ଆମେ ଦେଖୁଛୁ କିଏ ବନେଇଛି ନା 1200 ବଢେଇ ତାକୁ ନିହାଣ ମାଧ୍ୟମରେ ଖୁଣ୍ଟେଇକି କରିଛନ୍ତି, ଆତ୍ମ ବଳିଦାନ ଦେଇଛନ୍ତି। କିନ୍ତୁ ଲାଙ୍ଗୁଳା ନରସିଂହ ଦେବକୁ ଛାଡିଦେଲେ, ବିଶୁ ମହାରଣାକୁ ଛାଡିଦେଲେ, ତାଙ୍କର ପୁତ୍ର ଯଦି ଆମେ ଧର୍ମପଦକୁ ଛାଡିଦେଲେ, ବାକି ଯେତିକି ରହିଲେ ବଢେଇ ସେମାନଙ୍କର ଇତିହାସରେ କଣ ନାଁ ନାହିଁ? କଣ ସେଇ ଚିତ୍ରକୁ କୋଣାର୍କ ମନ୍ଦିରକୁ କଣ ରାଜା ଲାଙ୍ଗୁଳା ନରସିଂହ ଦେବ ଖୁଣ୍ଟେଇକି କଣ ତୋଳିଥିଲେ ନିହାଣ ମାଧ୍ୟମରେ? କିଏ କରିଥିଲେ ନା 1200 ବାଢେଇ। 1200 ବାଢେଇର ଦାୟିତ୍ୱ ନେଇଥିଲେ ବିଶୁ ମହାରଣା। ବିଶୁ ମହାରଣା ମଧ୍ୟ ସେତିକି କାର୍ଯ୍ୟ କରିନଥିଲେ। ଏଇ କଥାକୁ କହୁଛନ୍ତି କିଏ ନା ସଚିଦାନନ୍ଦ ରାଉତରାୟ। ଏବଂ ଆଉ ଗୋଟେ କବିତା କହିବା ଯଦି ସାମ୍ୟବାଦୀ ଚେତନାକୁ ନେଇକିରି ଅନନ୍ତ ପଟ୍ଟନାୟକ ଲେଖନ୍ତି ଯେ ରୁଧିର ଜଳରେ ପହଁରି ପହଁରି ତୋଲାଗି ତୋଳେ ଯେ ରକ୍ତର କଇଁ କାଳିଅ ନାଗର ଦଂଶନ ସେକି ପଡିବି ନଈରେ ପଡିବି ନାହିଁ। ଏଇଠି କୁହାଯାଉଛି ସାମ୍ୟବାଦୀ ଚେତନା ରୁଧିର ଜଳରେ, ଏଠି ରକ୍ତର ଜଳ। ଯୋଉ ପରିବେଶ ଏଠି ସାମ୍ୟବାଦୀ ମାନଙ୍କର ଶାସନର ଅତ୍ୟାଚାର ହେଇଛି, ଏଇଠି କଣ କରାହେଇଛି ନା ରକ୍ତର ଜଳରେ ପହଁରି ପରି ଅନେକ ଲୋକମାନେ ମୁକ୍ତି ଦିଅନ୍ତି ଯେ ସାଧାରଣ ଲୋକମାନଙ୍କୁ ମୁକ୍ତି କରିବା ପାଇଁ। ସେଇଠି ମୁକ୍ତିର ଯୋଉମାନେ ଆଗକୁ ଅନୁଗ୍ରସର ହୁଅନ୍ତି ବା ଚାଲନ୍ତି ବଢିକି ମୁକ୍ତି ଦେବା ପାଇଁ, ସେଇଠି ପୁଞ୍ଜିପତି ମାନେ କାଳିଅ ନାଗ ଭଳିଆ ସେଇଠି ରହିକି ଦଂଶନରେ ସେକନ୍ତି। ତଥାପି ମଣିଷ ମାନେ ଚାହାନ୍ତି ମୁକ୍ତିର ପଥ, ମୁଁ ସେଇଠୁ ମୁକ୍ତିର ବାହାରିବା ପାଇଁ। ଇଏ ହଉଛି କଣ ନା ସାମ୍ୟବାଦୀ ଚେତନା। ତାପରେ ଆମେ ଦେଖିବା କବିତା ଭିତରେ ଆସିଲା ପଲ୍ଲୀବୋଧ। ଯେ ସ୍ଵାଧୀନତା ପରବର୍ତ୍ତୀ କବିତାରେ ଯେତେବେଳେ ମୃତ୍ୟୁ ଚେତନା ଆସିଲା, ଯୌନ ଚେତନା, ଐଶୀ ଚେତନା, ଦଳିତ ଚେତନା, ବାମବାଦୀ ଚେତନା, ଏ ସବୁ ଚେତନା ଭିତରେ ମଣିଷ ଅତିଶୟ ହେଇଗଲା ବା ମଣିଷଟି ଯଦି ପରବର୍ତ୍ତୀ ସମୟରେ ଯନ୍ତ୍ରଣା ଦିଗ୍ଧ ହେଇଗଲା, ସେତେବେଳେ ମଣିଷ ଚାହିଁଲା ଯେ ନାଇଁ ମୁଁ ପଲ୍ଲୀ ଜୀବନକୁ ଆପଣେଇବି। ଯୋଉ ପଲ୍ଲୀରୁ ମୁଁ ଦିନ ଆସିଥିଲି ସେ ପଲ୍ଲୀକୁ ଫେରିଯିବି। ସେ ପଲ୍ଲୀ ହିଁ ମୋର ସବୁ କିଛି, ସେ ସବୁଜ ସୀମା। ସେ ପଲ୍ଲୀ ବୋଧରେ ମୋ ଭାଇ ଅଛି, ସେଠି ମା ଅଛି, ମୋର ମାତୃତ୍ୱ ଅଛି, ମୋର ସେଠି ଏନ୍ତୁଡିଶାଳ। ତେଣୁ ସ୍ୱାଧୀନତା ଆଧୁନିକ ମଣିଷଟିଏ ସବୁ ଭୁଲିକି କଣ ପଲ୍ଲୀବୋଧ ଯିବା ପାଇଁ ଚେଷ୍ଟା କଲା। ପଲ୍ଲୀବୋଧର ଗୋଟେ କବିତା ମୁଁ ପଢିବି। ଗୁରୁପ୍ରସାଦ ମହାନ୍ତି ଲେଖନ୍ତି ଏଠି ତ ସକାଳ ଆସେ ହଳଦୀ ବସନ୍ତ ପରେ, କାକର ଖରା ଛିଞ୍ଚି ଘାସରେ ପତ୍ରରେ, ସକାଳ ଖରା ତ ଏଠି ନାଲି ହାତ ପାପୁଲିରେ, କୁହୁଡି ଆଡେଇ ଯାଏ ଆମ୍ବ ତୋଟା ଖଜୁରୀ ଗଛରୁ। ସେ ସକାଳର ପରିବେଶ କେମିତି ମଜା ଦେଖ, ଯେ ହଳଦୀ ବସନ୍ତରେ ସକାଳ ଆସେ ଏବଂ କାକରରେ ସକାଳ ଆସେ ଏବଂ ସକାଳ ଆସେ କୁହୁଡିର ସେଇ ଜଳ ଟୋପାରେ। କିନ୍ତୁ ସହର ଜୀବନକୁ ଆମେ ସକାଳରେ କୋଉଠି କହୁ ନା ଧୂଳିନ ପରିବେଶରେ, ସାଉଣ୍ଡରେ, ଶବ୍ଦରେ ଆମେ ସକାଳ ଆମେ ପାଉ। କିନ୍ତୁ ସହର ଜୀବନ ହଉଛି ଶୃଙ୍ଖଳିତ, ଶାନ୍ତ, ନିରାମୟ ଭିତରେ ପରିବେଶ ଆସେ। ଆଉ ଗୋଟେ ଚେତନା ଅଛି, ମୁଁ ଶେଷରେ ଛାଡ଼ିବି, ମତେ ମେସେଜ ଆସିଲାଣି, ଆଉ ଟିକେ ମହାଶୟ ସମୟ ଦେବି। ସମୟ ଅତିବାହିତ ହେଲାଣି, ହଁ ଆପଣ ଟିକେ ସରେଇଦେବି ସାର୍, ସାରିଦିଅନ୍ତୁ। ଆଉ ଗୋଟିଏ କବିତା ପଢିକି ମୁଁ ସାରିଦେବି। ଆଉ ଗୋଟେ ଆସିଲା ଉତ୍ତର ଆଧୁନିକ ଚେତନା। ଉତ୍ତର ଆଧୁନିକ ଚେତନାଟି ମୁଁ ପଢୁନି, ଟାଇମ ହେଲାଣି। ମୁଁ ଉତ୍ତର ପିପାସା ପଢିବି କବିତାର ଶୀର୍ଷକ ଭିତରେ, ଆତ୍ମିକ ଭିତରେ। ଯେ ମଣିଷ ଯେତେବେଳେ ଦୁଃଖ ବେଦନା, ଯୋଉଠି ସୁଖ ମୋହ ମାୟା କାମନା ଭିତରେ ଯନ୍ତ୍ରଣା ଦିଗ୍ଧ ହେଇଗଲା, ସେଇଠୁ ମଣିଷ ଖାଇଲା ଯେ ମୁଁ ଟିକେ ମୁକ୍ତି ଆଡକୁ ଗତି କରିବି, ମୁଁ ଟିକେ ମୁକ୍ତି ଆଡକୁ ପଳେଇଯିବି, ଏଇ ଚେତନା ଭିତରେ ମୁଁ ଆଉ ରହିବି ନାହିଁ। ସେଠୁ ମଣିଷ ଟିକେ କଣ କଲା ନା ଏ ସବୁ ଚେତନାଠୁ ଦୂରେଇ ଯାଇକିରି ମଣିଷ କହିଲା ଯେ କଣ ମୁଁ ମୁକ୍ତିର ପଥ ଖୋଜିବି, ମୁଁ ସନ୍ନ୍ୟାସ ବ୍ରତ ଧାରଣ କରିବି, ମୁଁ ଭଗବାନ ପାଖରେ ଲୀନ ହେଇଯିବି। ସେ କବିତା ଆରମ୍ଭ କଲା। ସେଇଠୁ କବିତାର ପଂକ୍ତିଟି ଦେଖନ୍ତି ଯେ ଗୁରୁପ୍ରସାଦ ମହାନ୍ତି ହେ ଅକ୍ରୂର ହେ ଉଦ୍ଧବ ସଖା ମୋର ପ୍ରାଣର ଦୋଷର, ରୁହ ରୁହ ଛିଡା ରୁହ ପିଠିରେ ମୋ ତୁମ ପରି ବୋଝ, ମୁଁ ଯିବି ତୁମରି ପରି ତାରା ଖୋଜି, ଜହ୍ନ ଖୋଜି, ଖୋଜି ଖୋଜି ଝରଣାର ସୁଅ, ମୁଁ ଯିବି ତୁମ ପରି ଖୋଜି ଖୋଜି ମୋର ପିତା ମାତା ନିର୍ମୂଳି ଲତାରେ, ଖୋଜି ଅରୁନ୍ଧତୀ ତାରର ଆଲୋକ ଏବଂ ଅଲୋକ। ଏହା ହଉଛି କାଳପୁରୁଷ କବିତା। ଯେ ଏଠି ଚାହୁଁଛି ହେ ଉକ୍ର ହେ ଉଦ୍ଧବ, ଏଥିରେ ମିଥ ଚେତନାକୁ ଯୁଆଇଛି, ମିଥର କଥା କୁହାଉଛି, ପୁରାଣ କଥା କୁହାଉଛି ଯେ ହେ ଅକ୍ରୂର ହେ ଉଦ୍ଧବ, ମୁଁ ଚାଲିଯିବାକୁ ତମ ଚାହେଁ ପିଠିରେ, ମୁଁ ତମକୁ ମୁକ୍ତି ଦିଅ। ଏ ମୁକ୍ତି ଧାରାକ୍ରାନ୍ତ ଭିତରେ ମୁଁ ସବୁଦିନ ପାଇଁ ସନ୍ନ୍ୟାସ ବ୍ରତ ନେବି। ଏ ସମାଜର ମୋହ ମାୟା ଭିତରେ ମୁଁ ବଞ୍ଚିବାକୁ ଚେଷ୍ଟା କରିବି ନାହିଁ। ତେଣୁ ହେ ଅକ୍ରୂର ହେ ଉଦ୍ଧବ, ମତେ ତୁମ ପିଠିରେ ମତେ ନେଇଯାଅ, ମତେ ମୁକ୍ତି ଦିଅ। ଖୋଜି ଖୋଜି ତାରୁଣ୍ଡଦୀ ଆଲୋର, ଅର୍ଥାତ୍ ଯୋଉଠି ଜହ୍ନ ଆଲୁଅ ଥିବ, ଯୋଉଠି ପିତା ମାତା ମୋର ଅରୁନ୍ଧତୀ ମୂଳରେ ରହୁଥିବେ, ଯୋଉଠି ଖୁସିର କଥା ହଉଛି ଅରୁନ୍ଧତୀ ଏବଂ ତାରାର ଆଲୁଅ, ଜହ୍ନର ଆଲୁଅ, ଇଏ ହଉଛି ଶାନ୍ତିର ପ୍ରତୀକ। ମୋ ଜୀବନରେ ମୁକ୍ତି ଥାଏ, ଶାନ୍ତି ଥାଏ, ଏଇ ସମାଜ ଭିତରେ ମୁଁ ବଞ୍ଚିବାକୁ ଚାହେଁ ନାହିଁ। ଏଇଠୁ ଆସିଲା ଉତ୍ତରଣ ପିପାସା। ଇଏ ହଉଛି ଶେଷ କଥା କହିବି ସ୍ୱାଧୀନତା ପରବର୍ତ୍ତୀ କବିତାର ଭାବବସ୍ତୁ ଭିତରେ। ଏ ଥିଲା ସ୍ୱାଧୀନତା। ଆମେ ଦେଖିବା ସବୁଦିକୁ ଯଦି ଆଲୋଚନା କରିବା ଯେ ସ୍ୱାଧୀନତା ପରବର୍ତ୍ତୀ କବିତାର ଭାବ ବନିବା ପୃଷ୍ଠଭୂମି କେତେ ବିରାଟ ପରିବର୍ତ୍ତନ ସେଠି ଦେଖାଯାଉଛି, କେତେ ପରିବର୍ତ୍ତନ ଆସୁଛି। ଏବଂ ଏଇ ସ୍ୱାଧୀନତା ପରବର୍ତ୍ତୀ କବିତା କେବଳ କଣ ଭାବବୋଧର କଥା କହିଲା, ମଣିଷ ଯୋଉଠି ଦେଖୁଛି ଯେମିତି ଜୀବନ ଜିଉଛି ସେଇ କଥା କହିଲା ସ୍ୱାଧୀନତା ପରବର୍ତ୍ତୀ କବିତା ଭାବ ଦ୍ୱାରା। ଆଲୋକପାତ କଲା ନାହିଁ, ଏଇଠି କାଳ୍ପନିକ ଚେତନାକୁ ଛୁଇଁଲା ନାହିଁ, ଆଧ୍ୟାତ୍ମିକ ଚେତନାକୁ ଗୁରୁତ୍ୱପୂର୍ଣ୍ଣ ଦେଲା ନାହିଁ। ଇଏ ହେଲା ସ୍ୱାଧୀନତା ପରବର୍ତ୍ତୀ କବିତାର ଭାବବସ୍ତୁ। ଏବଂ ଆମେ ଯଦି କହିବା
କବିତ୍ୱ ଏ ଯୋଉ ଦୃଷ୍ଟି ହାସଲ କରନ୍ତି କବି ହଉଛି ଦ୍ୱିତୀୟ ଈଶ୍ୱର। ଏ ସବୁ ଚେତନା ସାଧାରଣ ମଣିଷଟିଏ ଭାବି ପାରିବ ନାହିଁ। ସାଧାରଣ ଉର୍ଦ୍ଧ୍ୱରେ କବିତ୍ୱ ହଉଛି ଈଶ୍ୱର ଦତ୍ତ କଳା। ତେଣୁ ପ୍ରଜାପତି ବ୍ରହ୍ମ ବୋଲି ତାକୁ ପୁରାଣରେ କୁହାଯାଉଛି ଅପାରେ କାବ୍ୟ ସଂସାରେ କବିରେ ଏବଂ ପ୍ରଜାପତି ଯଥା ବୈରୋଚତେ ତଥନ ପରିବର୍ତ୍ତତେ। ଯେ ସମାଜକୁ ପରିବର୍ତ୍ତନ ଦୃଷ୍ଟିରେ ଦେଖେ, ଯେ ସମାଜକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରେ ଏବଂ ଯାହାର ଭିନ୍ନ ଦୃଷ୍ଟି ସିଏ ହଉଛି କବି। ଇଏ ହଉଛି କବି ମାନଙ୍କର ସ୍ୱାଧୀନତା, କବି ମାନଙ୍କର ଆତ୍ମିକ ଦିଗ। ଇଏ ଥିଲା କବିତାର ପୃଷ୍ଠଭୂମି। ଏ ଭିତରେ କୌଣସି ଛନ୍ଦ ଅଳଙ୍କାର ରୀତି ବ୍ୟବହାର କରେ। ଯୋଉ କବିତା ପଢିଲି ସବୁ ମୁକ୍ତ ଛନ୍ଦ, ଗଦ୍ୟ ଛନ୍ଦ। ଏ କବିତା ଭିତରେ ପ୍ରତୀକ, ଚିତ୍ରକଳ୍ପ, ମିଥ୍ ଏଇ ଭିତରେ ସବୁ ସଂଯୋଜିତ ହେଇକିରି ରହିଛି। ଏଇ ଥିଲା ମୋର ଆଲୋଚନା ଚକ୍ର। ଆପଣ ମାନଙ୍କର ମାନସିକ ପଟକୁ ବା ଶକ୍ତିକୁ କେତେ ଛୁଇଁଲି, କୋଉଠି କେତେ ରହିଲି ମୁଁ ଜଣା ନାହିଁ। କିନ୍ତୁ ଏଇଭଳି ସୁଯୋଗ ମତେ ଦେଇଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଯଦି ଜିଜ୍ଞାସା କିଛି ଥାଏ ମୋର ଆଲୋଚନା ଭିତରେ ଆପଣ ମାନେ ପଚାରି ପାରିବେ ସାର୍। ଧନ୍ୟବାଦ ସଦାଗର ମହାଶୟ। ସ୍ରଷ୍ଟାଙ୍କ ସୃଷ୍ଟିର ଅନ୍ତର୍ଗହ୍ୱରରୁ ଉଚ୍ଛାଳ ତରଙ୍ଗର ପରିପ୍ରକାଶର କବିତାର ଆଲୋଚନା ଶୀର୍ଷକରେ ଆଜି ଆମର ମହାଶୟ ଆଲୋଚନା କରୁଛନ୍ତି। ଯଦି ଆମ ଶ୍ରୋତାବୃନ୍ଦଙ୍କର କିଛି ପ୍ରଶ୍ନ ଉତ୍ତର ରହିଥାଏ ବା କିଛି ସନ୍ଦେହ ରହିଥାଏ ତାହେଲେ ଦୂର କରିବା ପାଇଁ ଆମମାନେ ପ୍ରଶ୍ନ କରିପାରନ୍ତି। ଜୟ ଜଗନ୍ନାଥ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖାର ଏହି ଅଧିବେଶନରେ ଆଜିର ପ୍ରବକ୍ତା ଶ୍ରୀ ସୌଦାଗର ସିଂହା ଯେଉଁଭଳି ବକ୍ତବ୍ୟ ପ୍ରଦାନ କଲେ ତାହା ଅତ୍ୟନ୍ତ ମନମୁଗ୍ଧକର। ଆଉ ମୁଁ ସେଥିପାଇଁ ତାଙ୍କୁ ବହୁତ ଧନ୍ୟବାଦ ଦଉଛି। ଯୁଗୋପଯୋଗୀ ବାର୍ତ୍ତା ସେ ସମସ୍ତଙ୍କୁ ପ୍ରଦାନ କରିଛନ୍ତି। ଧନ୍ୟବାଦ। ଆମର ଶ୍ରୋତା ମଣ୍ଡଳୀଙ୍କର ଅନ୍ୟ କିଛି ଯଦି ପ୍ରଶ୍ନ ଥାଏ ପଚାରି ପାରନ୍ତି। ସାର୍ ମୋର ଗୋଟେ ଛୋଟ ଜିଜ୍ଞାସା ଥିଲା, ପ୍ରଶ୍ନ ତ ନୁହେଁ।